ବାକ୍ୟ ନିମନ୍ତେ। ଦୟାମୟ ସ୍ୱର୍ଗସ୍ଥ ପିତା, ଏତେବେଳେ ଆମେ ତୁମର ଧନ୍ୟବାଦ କରୁଛୁ ରାଜା। ପ୍ରଭୁ ଏତେବେଳେ ପ୍ରଭୁ ତୁମେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ଅଟ। ପ୍ରଭୁ ତୁମେ ଆମମାନଙ୍କର ପ୍ରତି କ୍ଷେତ୍ରରେ ତୁମେ ଆମମାନଙ୍କୁ ସାହାଯ୍ୟ କରୁଅଛ ଏବଂ ଆମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ତୁମେ ପବିତ୍ର ଆତ୍ମାଙ୍କୁ ତୁମେ ପଠାଇଅଛ। ଆଉ ସେଇ ପବିତ୍ର ଆତ୍ମା ଆମମାନଙ୍କୁ ସବୁ ବିଷୟରେ ସାହାଯ୍ୟ କରନ୍ତି, ଏପରିକି ତୁମର ବାକ୍ୟକୁ ବୁଝିବା ନିମନ୍ତେ ମଧ୍ୟ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତି। ପିତା, ଏତେବେଳେ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ ତୁମେ ଆମମାନଙ୍କୁ ତୁମର ବାକ୍ୟକୁ ତୁମେ ବୁଝାଅ। ପ୍ରଭୁ ଆମମାନେ ଆମର ବଳ, ଆମ ବୁଦ୍ଧି, ଆମ ଜ୍ଞାନରେ ତୁମ ବାକ୍ୟକୁ ଆମେ ଠିକ ରୂପେ ବୁଝିପାରିବୁ ନାହିଁ, କିନ୍ତୁ ତୁମ ଆତ୍ମାଙ୍କ ଦ୍ଵାରା ପ୍ରଭୁ ତୁମେ ଆମମାନଙ୍କୁ ତୁମର ବାକ୍ୟର ନିଗୁଢ ରହସ୍ୟ ମାନ ତୁମେ ଆମମାନଙ୍କୁ ବୁଝାଅ ବୋଲି ମାଗୁଛୁ ରାଜା। ତାର ଆଦର ଗୌରବ ମହିମା ସବୁ ତୁମେ ପାଅ। ଏତେବେଳେ ଯୋଉମାନେ ଜଡିତ ହେଇଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପୁଣି ପ୍ରଭୁ ଯୋଉମାନେ ଜଡିତ ହେଇନାହାନ୍ତି ଶୀଘ୍ର ଜଡିତ ହେବା ପାଇଁ ସାହାଯ୍ୟ କର। ପ୍ରତ୍ୟେକ ଇଣ୍ଟରନେଟ ର ପ୍ରୋବ୍ଲେମକୁ ଆମେ ଯୀଶୁଙ୍କ ନାମରେ ଅଗ୍ରାହ୍ୟ କରୁଛୁ। ପ୍ରଭୁ ଠିକ ଭାବେ ପ୍ରଭୁ ଯୋଉ ମିଟିଂ ହେବା ପାଇଁ ପ୍ରଭୁ ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗିଲୁ ପିତା, ଆମେନ୍। ହାଲେଲୁୟା। ପ୍ରଭୁଙ୍କ ଧନ୍ୟବାଦ ହଉ। ଆସନ୍ତୁ ମୋ ପ୍ରିୟ ମାନେ, ଆମମାନେ ଯୋଉ ବିଷୟ ଆଲୋଚନା ଆମେ କରୁଛୁ ସେ ବିଷୟ ଟିକେ ଆମମାନେ ରିଭାଇଜ କରିବା, ତ ଦ୍ଵାରା ଆମମାନଙ୍କୁ ଭଲ ରୂପେ ତାହା ଜାଣିପାରିବା ଯେ ଆମେ କୋଉ ପାଖରେ ପହଞ୍ଚିଛୁ ଆମ ଷ୍ଟଡିର। ଆସନ୍ତୁ ଆମମାନେ ଦେଖିଯିବା ପ୍ରଥମେ, ଆଉ ଚିତ୍ର ମାଧ୍ୟମରେ ଦେଖି ଆମମାନେ ବୁଝିବା ପାଇଁ ଚେଷ୍ଟା କରିବା, ତେବେ ଆମେ ଭଲ ରୂପେ ବୁଝିପାରିବା। ଯେତେବେଳେ ଆମେ ଚିତ୍ରକୁ ଦେଖିବା ଭଲ ରୂପେ ଆମକୁ ବୁଝା ପଡିବ। ଆପଣ ମାନେ ଏଇଠି ଦେଖିପାରୁଛନ୍ତି ପ୍ରକାଶିତ ବାକ୍ୟକୁ ବୁଝିବାକୁ ହେଲେ, ଏଣ୍ଡ ଟାଇମ ଷ୍ଟଡି ଆମେ କରୁଛୁ, ଆଉ ପ୍ରକାଶିତ ବାକ୍ୟକୁ ବୁଝିବାକୁ ହେଲେ ଆମମାନଙ୍କୁ ଏ ସମୟ ରେଖାକୁ ଭଲ ରୂପେ ଆମେ ଜାଣିବା ନିହାତି ଦରକାର। ତେବେ ଏ ସମୟ ରେଖା ଆମେ ଦେଖିପାରୁଛୁ, ଆଉ ଏ ସମୟ ରେଖାରେ ଆପଣ ମାନେ ଜାଣନ୍ତି ଯେ ପ୍ରଥମେ କଣ ଆମେ ପ୍ରକାଶିତ ବାକ୍ୟ 1 ପର୍ବ ପାଠ କରିଗଲୁ, ଆଉ ଗୌରବମୟ ଯୀଶୁଙ୍କର ଦର୍ଶନ, ତାପରେ 2 ପର୍ବ 3 ପର୍ବ ଯାହାକି ମଣ୍ଡଳୀର ସମୟ, ଆଉ ଯାହାକି ଏବେ ଚାଲିଛି, ଏପର୍ଯ୍ୟନ୍ତ ରେପ୍ଚର ହେଇନାହିଁ, ଆଉ 2000 ବର୍ଷ ଗତ ହେଇଗଲାଣି। ଆଉ ଗୋଟେ ସମୟ ଆସୁଛି ଯୋଉ ସମୟରେ କି କଣ ହେବ, ମଣ୍ଡଳୀ ରେପ୍ଚର ହେବ। ରେପ୍ଚର ହେଲା ପରେ ଆଉ ତାହା ଲେଖାଯାଏ ପ୍ରକାଶିତ ବାକ୍ୟ 4 ପର୍ବ 1 ପଦରେ, ତାହା ହଉଛି ରେପ୍ଚର ପଦ। ଆଉ ମଣ୍ଡଳୀ ସ୍ୱର୍ଗକୁ ନିଆଗଲା ପରେ ଆଉ ପୃଥିବୀରେ 7 ବର୍ଷ କ୍ଲେଶ ସମୟ ରହିବ। ଆଉ ଏଇ 7 ବର୍ଷ କ୍ଲେଶରେ ପ୍ରଥମ ଭାଗ ଯାହାକି 3 ବର୍ଷ 6 ମାସ, ତାହା ହଉଛି କ୍ଲେଶର ସମୟ। ଆଉ ଦ୍ୱିତୀୟ ଭାଗ ଯାହାକି ମହାକ୍ଲେଶର ସମୟ, ଗ୍ରେଟ ଟ୍ରିବୁଲେସନ ପିରିୟଡ। ଆଉ ଏ ମହାକ୍ଲେଶ ସମୟ ହଉଛି ଅତି ଭୟଙ୍କର, ଯାହାକି ଜଗତର ଆରମ୍ଭରୁ ଏ ପର୍ଯ୍ୟନ୍ତ ସେ ପ୍ରକାର ମହାକ୍ଲେଶ କେବେ ହିଁ ଘଟି ନାହିଁ। ଆଉ ସେ ପ୍ରକାର ମହାକ୍ଲେଶ ଏଇ ସମୟରେ ଘଟିବ ମୋ ପ୍ରିୟ ମାନେ, ଏ ଗ୍ରେଟ ଟ୍ରିବୁଲେସନ ପିରିୟଡ ଟାଇମରେ। ଆଉ 7 ବର୍ଷ କ୍ଲେଶ ସମୟରେ ଦ୍ୱିତୀୟ ଭାଗରେ 3 ବର୍ଷ 6 ମାସ ନିମନ୍ତେ ସେ ମହାକ୍ଲେଶ ଘଟିବ, ଯାହାକି ବହୁତ କ୍ଲେଶ ଘଟିବ। ଆଉ ଏଇ ସମୟରେ ଯୋଉମାନେ ରହିବେ ପୃଥିବୀରେ, ହାୟ ହାୟ ସେମାନେ ବହୁତ ଦଣ୍ଡର ପାତ୍ର, ବହୁତ କ୍ଲେଶର ପାତ୍ର ବୋଲିକି ପ୍ରଭୁ ଯୀଶୁ ମଧ୍ୟ କହନ୍ତି। ଆଉ ଏଇ ସମୟରେ ଯୋଉମାନେ ଗର୍ଭ ଅବସ୍ଥାରେ ଥିବେ, ଆଉ ସେମାନେ ତ ଆହୁରି ଅଧିକ କ୍ଲେଶ ଭୋଗ କରିବେ। ସେଥିପାଇଁ ମୋ ପ୍ରିୟ ମାନେ, ଆମେ ରେପ୍ଚରରେ ପଳେଇବା ହିଁ ଭଲ। ଆଉ ମହାକ୍ଲେଶ ପୂର୍ବରୁ ବା 7 ବର୍ଷ କ୍ଲେଶ ପୂର୍ବରୁ ଯୋଉ ରେପ୍ଚର ପ୍ରଭୁ ମଣ୍ଡଳୀକୁ ନେବା ପାଇଁ ଆସୁଛନ୍ତି, ଆଉ ମଣ୍ଡଳୀର କନ୍ୟାଗଣକୁ ନେବା ପାଇଁ ଯୀଶୁ ଶୀଘ୍ର ଆସୁଅଛନ୍ତି। ତେବେ ଆମେ ପ୍ରସ୍ତୁତ ହୋଇ ରହିବା, ସୁବୁଦ୍ଧି କନ୍ୟା ତୁଲ୍ୟ, ତେବେ ଆମେ ରେପ୍ଚରରେ ଯାଇପାରିବା। ରେପ୍ଚରରେ ଗଲା ପରେ ଯେହେତୁ ଆମେ ପାଠ କରିଥିଲୁ ପ୍ରକାଶିତ ବାକ୍ୟ 4 ପର୍ବ 1 ପଦରେ ରେପ୍ଚର ପଦ, ତେବେ 4 ପର୍ବ ଆଉ 5 ପର୍ବ ଯାହାକି ପ୍ରକାଶିତ ବାକ୍ୟ, ଆଉ ତାହା ହଉଛି ରେପ୍ଚର ହେଲା ପରେ ସ୍ୱର୍ଗର ଦୃଶ୍ୟ କି ପ୍ରକାର ଥିବ, ସିନାରିଓ ଇନ ହେଭେନ ଆଫ୍ଟର ଦ ରେପ୍ଚର, ତାହା ବର୍ଣ୍ଣନା କରାଯାଇଛି 4 ପର୍ବ 5 ପର୍ବରେ। ତାପରେ 6 ପର୍ବରୁ ଆରମ୍ଭ କରି 18 ପର୍ବ ପର୍ଯ୍ୟନ୍ତ ପୃଥିବୀର ଦୃଶ୍ୟ, ରେପ୍ଚର ହେଲା ପରେ ପୃଥିବୀର ଦୃଶ୍ୟ କି ପ୍ରକାର ଥିବ, ଆଉ ତାହା ବର୍ଣ୍ଣନା କରାଯାଇଛି। ତେବେ ଆମେ ପ୍ରଥମ ମୁଦ୍ରା ବିଷୟରେ ଆମେ ଧ୍ୟାନ କରିଗଲୁ। 6 ପର୍ବ 1 ପଦରେ 2 ପଦରେ ଲେଖାଯାଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ପ୍ରଥମ ମୁଦ୍ରା ଭାଙ୍ଗିବେ। ଭାଙ୍ଗିଲା ପରେ ପୃଥିବୀରେ କଣ ଘଟିବ ନା, ସେ ଭଣ୍ଡ ଖ୍ରୀଷ୍ଟ ଏକ ଶାନ୍ତିର ଦୂତ ସ୍ୱରୂପେ ଆସିବ। ଆଉ ସେ 3 ବର୍ଷ 6 ମାସ ପର୍ଯ୍ୟନ୍ତ ସେ ଶାନ୍ତିର ଦୂତ ପରି ନିଜକୁ ଦେଖାଇ ହବ, କିନ୍ତୁ ଠିକ ମଝିରେ 7 ବର୍ଷର ଠିକ ମଝିରେ, ଅର୍ଥାତ 3 ବର୍ଷ 6 ମାସ ସମାପ୍ତ ହେଲା ଉତ୍ତାରେ ସେ କଣ କରିବ, ଶାନ୍ତିର ନିୟମକୁ ସେ ଭଗ୍ନ କରିବ, ଭାଙ୍ଗିଦବ। ଆଉ ସେ ଭଣ୍ଡ ଖ୍ରୀଷ୍ଟ ଆପଣା ପ୍ରକୃତ ରୂପରେ ସେ ଚାଲି ଆସିବ। ତେବେ ଦ୍ୱିତୀୟ ମୁଦ୍ରା ମାନେ ଷ୍ଟଡି କରୁଥିଲୁ। ତେବେ ଦ୍ୱିତୀୟ ମୁଦ୍ରାରେ 5 ଗୋଟି ଘଟଣା ଘଟିବ ବୋଲି ମୁଁ କହିଥିଲି। ତେବେ ମୋ ପ୍ରିୟ ମାନେ, ଯେତେବେଳେ ପ୍ରଭୁ ଯୀଶୁ ଦ୍ୱିତୀୟ ମୁଦ୍ରା ଭାଙ୍ଗୁଛନ୍ତି, ଆଉ ତାହା 6 ପର୍ବରେ ଲେଖାଯାଏ, 6 ପର୍ବ 3 ପଦ 4 ପଦରେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲା ପରେ ଯୋଉ ଯୋଉ ଘଟଣା ସବୁ ଘଟିବ, ସେଇ ସବୁ ସେ ବର୍ଣ୍ଣନାତ୍ମକ ଚାପ୍ଟର ଗୁଡାକରେ ଲେଖାଯାଇଛି। ଆଉ ସେ ବର୍ଣ୍ଣନାତ୍ମକ ଚାପ୍ଟର ଗୁଡାକ କଣ କଣ, 5 ଗୋଟି ଘଟଣା ଯୋଉଟା ଘଟିବ ସେଟା କୋଉ କୋଉ ଚାପ୍ଟରରେ ଲେଖା ହେଇଛି, ବର୍ଣ୍ଣନାତ୍ମକ ଚାପ୍ଟର।
प्रथम हूँ 7 पर्व लिखाई 7 पर्व 2,44,000 जिहुदी मानकर वर्णना कथा लिखा जाए पुणी 8-9 पर्व लिखा जाए ना 10 पर्व लिखा जाए ना 11 पर्व जो 2 साक्षी को प्रभु पठाइबे काली आमे स्टडी करथिलु 2 साक्षी को विषय आ जो 2 साक्षी को प्रभु पठाइबे ताहा 11 पर्व वर्णना करा जायछि आ से माने ए 1260 दिन अर्थात 3 वर्ष 6 मास पर्यंत क्षमता प्राप्त हेबे प्रचार करबा पई तापर से माने मध्ये गोटे समय रे कोन हेबे तांकर भविष्यवाणी तांकर प्रचार कार्य समाप्त होला परे से माने रैप्चर हेबे काली मु आपन को देखैथिली आ से पद गुडाको तेबे तापरे 12 पर्व रे कोन हबो ना स्वर्ग रे युद्ध हेबा कथा लिखाई 12 पर्व रे सब वर्णनात्मक चैप्टर 13 पर्व रे भंड ख्रीष्ट विषय लिखाई तो ए द्वितीय मुद्रा भांगिला भंड ख्रीष्ट आपण प्रकृत रूप से प्रकाशित हेबो आ ता 13 पर्व रे लिखाई तापर 14 पर्व रे आज आम स्टडी करबा आ जहा कि 3टी दूत उड़ी उड़ी प्रचार करिवे तो 5 गोटी घटना सब वर्णनात्मक चैप्टर रे लिखाई तेबे जेहेतु सीरियली लिखा ही नै सेति पई बुझिबा टिके कष्टकर तेबे वर्णनात्मक चैप्टर गुडा को आम जानिबा दरकार नहेले आमे प्रकाशित वाक्य बुझी परिबा नै तेबे केउ पद वर्णनात्मक चैप्टर रे अछि बा एक्सप्लेनेशन चैप्टर रे अछि आ ताको आ गोटे भाषा रे पैरेंथेसिस चैप्टर बोली कहा जाय बा इंटरप्शन चैप्टर बोली कहा जाय तेबे सेही चैप्टर गुडा खाली वर्णना करा जाय छी आ मात्र सेही घटना को स्थान रे घटुची जेतले प्रभु यीशु द्वितीय मुद्रा भांगुछंती सेतेबेले सेही घटना घटुची तेबे ठीक अछि एबे आसंतु आ माने सीधा सड़क आ माने सेही आज स्टडी करबा जोटा कि 5 नंबर घटना द्वितीय मुद्रा प्रभु यीशु भांगिला बेल को घटिबो आ ता होची कोन 3 जण दूत सेही समय रे उड़ी उड़ी प्रचार करिवे आ ताहा लिखा जाय 14 पर्व रे तेबे 14 पर्व को मान जिबा 14 पर्व रो 6 पद रु 13 पद पर्यंत आ माने आज ध्यान करबा थैंक यू जीसस हालेलुया प्रभुंकर गौरव है 14 पर्व रो 6 पद रु आ माने पाठ करबा पाठ करबा पूर्व मु प्रथमे आपन को वीडियो देखैबी वीडियो देखैले कोन मने रहि जिवो माने आ से प्रथमे आपन मान को वीडियो देखैबी तापरे आमे मने रहि जिवो से कोन लिखाई छी से वीडियो रे आमे प्रथमे देखितबा थैंक यू जीसस हालेलुया धन्यवाद प्रभु जी आउ जहा वर्णना कराई छी 14 पर्व 6 पद रु 13 पद पर्यंत ताहा माने प्रथमे वीडियो रे देखि नेबा आ तापरे आ माने ताको भलो रूपे बुझिबा एक्चुअली आ माने कोन से 3 जण दूत कोन करूछन्ते आ माने देखि नेबा देखंतु गोटे दूत उड़ीबा पय रेडी ही जाईची आउ से उड़ी उड़ी से प्रचार करिवो having the everlasting gospel to preach unto them that dwell on the earth. तेबे मु आपन को पई प्रकाशित वाक्य 14 पर्व 6 पद पाठ करिवि आ जदि के बाइबल धरछन्ति पढिया पई चाहन्ति तेबे म्यूट काढी के पढि परिबे प्रकाशित वाक्य 14 पर्व 6 पद 6 पद हां 14 6 हां परे मु आउ जणे दूतंकु आकाशर मध्य भागरे उड़ीबार देखिली पृथ्वी निवासी समस्त जाति गोष्ठी भाववादी और वंशीय लोकंक निकटरे प्रचार करबा निमंते एक अनंत काल स्थायी सुसमाचार प्राप्त होई उच्च स्वरे कहिले हां ए स्थान हम देखि पारछु एठी तीनोटी दूत विषय लिखा जाय 6 पद रे आरंभ करी 13 पद पर्यंत तीनोटी दूतंक विषय लिखा जाय जो माने कि से महाक्लेश समय रे अर्थात प्रभु यीशु जेतेबेले द्वितीय मुद्रा भांगिबे महाक्लेश समय रे अर्थात सेही समय रे प्रभु तांको से तीनटा दूत को पठाइबे प्रचार करबा निमंते आमे काली देखि गलु गत दिन मान करे 1,44,000 जिहुदी मान को प्रभु मुद्रांकित करिवे प्रचार करबा निमंते पुनी 2 साक्षी को प्रभु प्रेरण करिवे प्रचार करबा निमंते भविष्य वाक्य प्रचार करबा निमंते आउ आमे आजि देखुछु 3 जण दूतंको मध्ये प्रभु परमेश्वर प्रेरण करिवे आउ जेपरि लोक माने उद्धार पान देखंतु मो प्रिय माने आम प्रभु एते प्रेमिक दयालु पिता अटंती से क्लेश समय मध्ये जेपरि आत्मा मान को रक्षा ही पारिबे सेति पई से 3 जण दूतंको मध्ये प्रेरण करूछन्ते आ आकाश उड़ी उड़ी से माने प्रचार करबे ए स्थान लिखा जाय देखंतु परे मु आउ जणे दूतंको आकाश मध्य भाग रे उड़ीबार देखिली से पृथ्वी निवासी समस्त जाति देखो पृथ्वी निवासी माने समग्र पृथ्वी रे से माने उड़ी उड़ी प्रचार करिवे समस्त जाति बोल लिखा जाय सब आम पृथ्वी रे जेते जाति अछन्ते माने हिंदू क्रिश्चियन सिख प्रत्येक धर्म प्रत्येक भाषावादी
आ प्रत्येक वंशीय लोकଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତ କାଳ ସ୍ଥାୟୀ ସୁସମାଚାର ଏ ସୁସମାଚାର ନା ସେ ବାକ୍ୟର ନା ହେଉଛି ଅନନ୍ତ କାଳ ସ୍ଥାୟୀ ସୁସମାଚାର ହାଲେଲୁୟା ମୋ ପ୍ରିୟ ମାନେ ଆଜି ମଧ୍ୟ ଏଇ ଅନନ୍ତ କାଳ ସ୍ଥାୟୀ ସୁସମାଚାର ଆମେ ମାନେ ପ୍ରଚାର କରୁଛୁ ପ୍ରଭୁଙ୍କ ଦାସୀ ମାନେ ମଧ୍ୟ ପ୍ରଚାର କରୁଛନ୍ତି ଆଉ ସେ ସୁସମାଚାର କଣ ମନ ପରିବର୍ତ୍ତନ କର ଯୀଶୁଙ୍କ ଠାରେ ବିଶ୍ୱାସ କର ତହିଁରେ ତୁମେ ପରିତ୍ରାଣ ପ୍ରାପ୍ତ ହେବ ଏଇଟା ହେଉଛି ଅନନ୍ତ କାଳ ସ୍ଥାୟୀ ସୁସମାଚାର ଆଉ ଯଦି ଯେ ବିଶ୍ୱାସ ନ କରେ ସେ ବିନଷ୍ଟ ହେବ ଏଇଟା ହେଉଛି ସୁସମାଚାର କାରଣ ଲେଖାଯାଏ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ କିନ୍ତୁ ଅନନ୍ତ ଜୀବନ ପ୍ରାପ୍ତ ହେବ ଆଉ ଏଇ ପଦ ହେଉଛି ଅନନ୍ତ କାଳ ସ୍ଥାୟୀ ସୁସମାଚାରର ଗୋଟେ ଝଲକ ବା ଗୋଟେ ଆମମାନଙ୍କୁ ଆମେ ଜାଣିପାରୁଛୁ ଅନନ୍ତ କାଳ ସ୍ଥାୟୀ ସୁସମାଚାର ତେବେ ଏଇ ଦୂତ ଉଡି ଉଡି କଣ ପ୍ରଚାର କରିବ ଆମେ ଆଗକୁ ଆମେ ଦେଖିବା ସେ ଅନନ୍ତ କାଳ ସ୍ଥାୟୀ ସୁସମାଚାରରେ କଣ କଣ ବିଷୟ ରହିଛି ଆମେ ଆଗକୁ ଧ୍ୟାନ କରିବା କିନ୍ତୁ ଧ୍ୟାନ କରିବା ପୂର୍ବରୁ ପ୍ରଥମେ ଭିଡିଓଟି ଦେଖି ନେବା And to every nation, and kindred, and tongue, and people, saying with a loud voice, Fear God, and give glory to him, for the hour of his judgment is come. And worship him that made heaven, and earth, and the sea, and the fountains of waters. And there followed another angel, saying, Babylon is fallen, the great city, because she made all nations drink of the wine of the wrath of her fornication. And the third angel followed them, saying with a loud voice, If any man worship the beast and his image, and receive his mark in his forehead, or in his hand, the same shall drink of the wine of the wrath of God, which is poured out without mixture into the cup of his indignation. And he shall be tormented with fire and brimstone, in the presence of the holy angels, and in the presence of the Lamb. And the smoke of their torment ascendeth up forever and ever. And they have no rest day nor night, who worship the beast and his image, and whosoever receiveth the mark of his name. Here is the patience of the saints. Here are they that keep the commandments of God, and the faith of Jesus. And I heard a voice from heaven saying unto me, Right. ତ ଏଇ ସ୍ଥାନରେ ଆମେ ଦେଖିପାରୁଛୁ ମୋ ପ୍ରିୟ ମାନେ ଆଉ এই ଭିଡିଓଟି ଆମେ ଦେଖିଗଲୁ ଆମେ ଏବେ ଧ୍ୟାନ କରିବା ଆମେ ଦେଖିଗଲୁ ତିନିଟା ଦୂତ ଉଡି ଉଡି ସେମାନେ ପ୍ରଚାର କରୁଛନ୍ତି ଆଉ ଆମେ 6 ପଦରେ ପଢିଗଲୁ ସେମାନଙ୍କ ପାଖେ ଅନନ୍ତ କାଳ ସ୍ଥାୟୀ ସୁସମାଚାର ଅଛି ଆଉ ସେ ଅନନ୍ତ କାଳ ସ୍ଥାୟୀ ସୁସମାଚାର କଣ କଣ ଆମେ ଏବେ 7 ପଦ ଯେତେବେଳେ ପଢିବା ସେ ଅନନ୍ତ କାଳ ସ୍ଥାୟୀ ସୁସମାଚାରର ଆକୁ ଆମେ ଜାଣିପାରିବା ଏଇ ଜଣେ 7 ପଦ ପଢନ୍ତୁ ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ ପୁଣି ଯେ ଆକାଶ ପୃଥିବୀ ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି ତାହାଙ୍କୁ ପ୍ରଣାମ କର ଦେଖନ୍ତୁ 7 ପଦରେ କଣ ଲେଖାଯାଏ ସେ ଦୂତ ଉଡି ଉଡି ପ୍ରଚାର କରି କହୁଛନ୍ତି ଈଶ୍ୱରଙ୍କୁ ଭୟ କର ଏବେ ଏଇ ସୁସମାଚାରର ପ୍ରଥମ 3ଟି ପଏଣ୍ଟ ମୁଁ କହିବି ଆପଣଙ୍କୁ ଏ ଅନନ୍ତ କାଳ ସ୍ଥାୟୀ ସୁସମାଚାରରେ 3ଟି ପଏଣ୍ଟ ସେ ଦୂତ ପ୍ରଚାର କରିବେ ଆଉ ସେ 3ଟି ପଏଣ୍ଟ କଣ କଣ ଫାର୍ଷ୍ଟ ପଏଣ୍ଟ ହେଉଛି ସେ କହିବେ ଈଶ୍ୱରଙ୍କୁ ଭୟ କର ଅନନ୍ତ କାଳ ସ୍ଥାୟୀ ସୁସମାଚାରର ଫାର୍ଷ୍ଟ ପଏଣ୍ଟ ହେଉଛି ଈଶ୍ୱରଙ୍କୁ ଭୟ କର ସେକେଣ୍ଡ ପଏଣ୍ଟ ହେଉଛି ଈଶ୍ୱରଙ୍କୁ ଗୌରବ ପ୍ରଦାନ କର ଆଉ ଥାର୍ଡ ପଏଣ୍ଟ ହେଉଛି ଯେଉଁ ପରମେଶ୍ୱର ସବୁ କିଛି ସୃଷ୍ଟି କରିଅଛନ୍ତି ତାହାଙ୍କୁ ପ୍ରଣାମ କର ଏ 3ଟି ପଏଣ୍ଟ ବହୁତ ପାୱାରଫୁଲ ମୋ ପ୍ରିୟ ମାନେ ଅନନ୍ତ କାଳ ସ୍ଥାୟୀ ସୁସମାଚାର ଏ 3ଟି ପଏଣ୍ଟ ଭେରି ଇମ୍ପୋର୍ଟାଣ୍ଟ ଆଜି ମଧ୍ୟ ଆମେ এই 3ଟି ପଏଣ୍ଟ ପ୍ରଚାର କରିବା ନିହାତି ଆବଶ୍ୟକ ସେଇ କ୍ଲେଶର ସମୟରେ এই ଦୂତ ଅନନ୍ତ କାଳ ସ୍ଥାୟୀ ସୁସମାଚାର ସେ ପ୍ରଚାର କରିବେ ବା ଘୋଷଣା କରିବେ ଆଉ ସେ କହିବେ এই 3ଟି ପଏଣ୍ଟ ବିଶେଷ କରି ସେ କହିବେ ଫାର୍ଷ୍ଟ ପଏଣ୍ଟ ହେଉଛି କଣ ନା ପରମେଶ୍ୱରଙ୍କୁ ଭୟ କର ଈଶ୍ୱରଙ୍କୁ ଭୟ କର ମୋ ପ୍ରିୟ ମାନେ ବାଇବେଲରେ ଲେଖା ହେଇଛି ଧୀରେ ଧୀରେ ଲୋକମାନେ ଈଶ୍ୱରଙ୍କୁ ଆଉ ଭୟ କରୁନାହାନ୍ତି ଧୀରେ ଧୀରେ ପାପ ବଢି ବଢି ଚାଲିଛି ବାଇବେଲରେ ମଧ୍ୟ ଲେଖା ହେଇଛି ଆପଣ ପଢନ୍ତୁ ମାଥ୍ୟୁ ତାର 24 ପର୍ବ 12 ପଦ
ସେଠି ଯୀଶୁ କହନ୍ତି ଯେ ଶେଷ ସମୟରେ ପାପ ବୃଦ୍ଧି ହେବ ଆଉ ପ୍ରେମ ଶିଥିଳ ହୋଇଯିବ ବୋଲି ଲେଖା ହେଇଛି। ଟିକେ ପଢନ୍ତୁ ମାଥ୍ୟୁ 24 ପର୍ବ 12 ପଦ। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶିଥିଳ ହୋଇଯିବ। ହଁ, ଅଧର୍ମ ବୃଦ୍ଧି ପାଇବ ମୋ ପ୍ରିୟ ମାନେ। ଧୀରେ ଧୀରେ ଆପଣ ମାନେ ଦେଖନ୍ତୁ ଅଧର୍ମ କଣ ପାଉଛି, ବୃଦ୍ଧି ପାଉଛି। ଆଉ ସେଇ ମହାକ୍ଲେଶର ସମୟରେ ତ ଅଧର୍ମ ଆହୁରି ଅଧିକ ବୃଦ୍ଧି ପାଇବ। ମୁଁ କାଲି ଆପଣ ମାନଙ୍କୁ କହିଥିଲି ସେ ଭଣ୍ଡ ଖ୍ରୀଷ୍ଟ ଯେତେବେଳେ ଦ୍ୱିତୀୟ ସେ ଏଣ୍ଟ୍ରି କରିବା ପ୍ରକୃତ ରୂପରେ ସେ ଆସିବ, ସେ ଜେରୁସାଲେମର ମହାପବିତ୍ର ସ୍ଥାନରେ ସେ ଉପବେଶନ କରିବ ଆଉ ସେ ପରମେଶ୍ୱରଙ୍କର ନିନ୍ଦା କରିବ। ଆଉ ସେଇ ସମୟରେ ସାରା ସମଗ୍ର ପୃଥିବୀରେ ବିଶେଷ କରି ବ୍ୟଭିଚାରକୁ ସେ ବେଶୀ ବଢାବା ଦେବ। ବ୍ୟଭିଚାର ମାନେ ପୁଅ ପୁଅ ସଂସର୍ଗ କରିବେ, ପୁଅ ପୁଅ ବ୍ୟଭିଚାର କରିବେ, ଝିଅ ଝିଅ ବିବାହ କରିବେ। ଆଜି ଡେଟରେ ମଧ୍ୟ ଆମେ ଦେଖିପାରୁଛୁ ପୁଅ ପୁଅ ବିବାହ ହେବାଟା, ଝିଅ ଝିଅ ବିବାହ ହେବାଟା ଆମେ ଦେଖିପାରୁଛୁ। ଅର୍ଥାତ୍ ପୃଥିବୀରେ ପାପର ମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଦେଖିଲୁ ସେ ମାଥ୍ୟୁ 24 ପର୍ବ 12 ପଦରେ ପ୍ରଭୁ କହିଗଲେ, ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ କଣ ହେଇଯିବ, ଶୀତଳ ହୋଇଯିବ। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ ବୋଲି ସେ ସ୍ଥାନରେ ଲେଖାଯାଏ। ତେବେ ମୁଁ ଆପଣଙ୍କୁ ଆଗରୁ କହିଥିଲି ମାଥ୍ୟୁ 24 ପର୍ବ 4 ପଦରୁ ଆରମ୍ଭ କରି 31 ପଦ ପର୍ଯ୍ୟନ୍ତ ହଉଛି ଏଇ ମହାକ୍ଲେଶର ସମୟକୁ ବର୍ଣ୍ଣନା କରିଛନ୍ତି ପ୍ରଭୁ। ବିଶେଷ କରି 4 ପର୍ବରୁ ଆରମ୍ଭ କରି 31 ପଦ ପର୍ଯ୍ୟନ୍ତ ମହାକ୍ଲେଶକୁ ବର୍ଣ୍ଣନା କଲେ। ତାପରେ କହିଲେ କ୍ଲେଶ ଉତ୍ତାରେ ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ ବୋଲି ସେ 29 ପଦରୁ ସେ କହୁଛନ୍ତି। ତେବେ ଏଇ ଯୋଉ 7 ବର୍ଷ କ୍ଲେଶ ଉତ୍ତାରେ ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ। ତେବେ ଏଇ ମାଥ୍ୟୁ 24 ପର୍ବ 4 ପଦରୁ ଆରମ୍ଭ କରି ଯେତେବେଳେ ଆପଣ ମାନେ ପଢୁଛନ୍ତି, ଆପଣ ମାନେ ସବୁବେଳେ ଗୋଟେ ବିଷୟ ଧ୍ୟାନରେ ରଖନ୍ତୁ ଯେ ଏଇ ଘଟଣା ପ୍ରଭୁ ମହାକ୍ଲେଶ ସମୟର ଘଟଣାକୁ ସେ ବର୍ଣ୍ଣନା କରିଛନ୍ତି। କାରଣ ଶିଷ୍ୟମାନେ ମଧ୍ୟ ପ୍ରଭୁଙ୍କୁ ପ୍ରଶ୍ନ ପଚାରିଲେ, ପ୍ରଭୁ ଆପଣଙ୍କର ଆଗମନର ଚିହ୍ନ ଲକ୍ଷଣ କଣ ଆଉ ଯୁଗାନ୍ତର ଲକ୍ଷଣ କଣ? ସେତେବେଳେ ପ୍ରଭୁ ଏଇ ସ୍ଥାନରେ ବିଶେଷ କରି ତାଙ୍କର ଆଗମନ ବା ପ୍ରକାଶ ଆଗମନ ର ଚିହ୍ନ ଗୁଡାକ ସେ କହିଛନ୍ତି। ଆପଣମାନେ ଧ୍ୟାନ କରିପାରିବେ ନିଜ ବ୍ୟକ୍ତିଗତ ବାଇବେଲ ଅଧ୍ୟୟନରେ। ତେବେ ଏଇ ସ୍ଥାନରେ ଆମେ ଦେଖିପାରୁଛୁ ଯେ ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ କଣ ହେଇଯିବ, ଶୀତଳ ହେଇଯିବ। ତେବେ ସେ ସମୟରେ ମୋ ପ୍ରିୟ ମାନେ ଭଣ୍ଡ ଖ୍ରୀଷ୍ଟ ଅଧର୍ମକୁ ବୃଦ୍ଧି କରିଦେବ। ସେ କଣ କରିବ, ଲିଗାଲ କରିଦେବ। ସବୁ ବିଷୟ ଲିଗାଲ, ବ୍ୟଭିଚାର ଲିଗାଲ, ପାପ ଲିଗାଲ, ଲୋକ ରୋଡରେ ବ୍ୟଭିଚାର କରିପାରିବେ, ଏ ପ୍ରକାର ଲିଗାଲ କରିଦେବ। କାହିଁକିନା ସେଇ ସମୟ ଭଣ୍ଡ ଖ୍ରୀଷ୍ଟର ସମୟ ଥିବ, ସେ ମହାକ୍ଲେଶର ସମୟ। ଆଉ ସେ ଯାହା ଇଚ୍ଛା ସେ ତାହାକୁ ସାଧନ କରିବ ବୋଲି ଦାନିଏଲ ପୁସ୍ତକରେ ଲେଖା ହେଇଛି। ଆଉ ସେ ଏକ ଭୟଙ୍କର ବଦନ ନିଗୁଳ ବାକ୍ୟ ଜ୍ଞାନୀ, ତାର ହସ୍ତରେ ଛଳ ସଫଳ ହେବ ବୋଲି ଦାନିଏଲ ପୁସ୍ତକରେ ଲେଖା ହେଇଛି। ଆଉ ସେ ବ୍ୟଭିଚାର, ବିଶେଷ କରି ବ୍ୟଭିଚାର, ପାପ, ଅଧର୍ମକୁ ବହୁତ ବଢାପା ଦବ। ଅଧର୍ମ ଲୋକମାନଙ୍କୁ ହତ୍ୟା କରିବେ, ଜାତି ଜାତି ବିରୁଦ୍ଧରେ ଉଠିବ, ଆଉ ଦେଶ ଦେଶ ବିରୁଦ୍ଧରେ ଉଠିବ। ଏ ପ୍ରକାର ସେ ଯୁଦ୍ଧ ମଧ୍ୟ ଘୋଷଣା କରିବ। ମୁଁ ଆପଣଙ୍କୁ କହିଥିଲି ଯୋଉ ସେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲା ବେଳକୁ ସେ ଯୁଦ୍ଧ ଘୋଷଣା କରିବ, ଜାତି ଜାତି ବିରୁଦ୍ଧରେ ଯୁଦ୍ଧ, ପୁଣି ଦେଶ ଦେଶ ବିରୁଦ୍ଧରେ ଯୁଦ୍ଧ। ପୁଣି ଏପରି ହେବ ଯେ ଲୋକମାନଙ୍କର ପ୍ରେମ, ଈଶ୍ୱରଙ୍କ ପ୍ରତି ଲୋକମାନଙ୍କ ପ୍ରେମ କଣ ହେଇଯିବ, ଶିଥିଳ ହେଇଯିବ। ଆଉ ଏମିତିକି ସେମାନେ ନିଜ ପରିବାରର ଲୋକଙ୍କୁ ମଧ୍ୟ ବଧ କରିବା ନିମନ୍ତେ ଛକ ସ୍ଥାନ ମାନଙ୍କର ସମର୍ପଣ କରିବେ। ଏତେ ଭୟଙ୍କର ସମୟ ମୋ ପ୍ରିୟ ମାନେ। ପ୍ରଭୁ ଯୀଶୁ ନିଜେ କହନ୍ତି ମାଥ୍ୟୁ 24 ପର୍ବ 21 ପଦରେ, ମାନେ ଏଇପରି ମହାକ୍ଲେଶ ଜଗତର ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟି ନାହିଁ। ସେ ପ୍ରକାର ମହାକ୍ଲେଶ ସେଇ ସମୟରେ ଘଟିବ ଯେତେବେଳେ ଘୃଣ୍ୟ ଯୋଗ୍ୟ ବସ୍ତୁ ପବିତ୍ର ସ୍ଥାନରେ ବସିବ। ପାଠକ ବୁଝନ୍ତୁ, ଦାନିଏଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ ଯେପରି ଲେଖା ହେଇଛି ସେଇ ସମୟରେ ମହାକ୍ଲେଶର ସମୟ ଉପସ୍ଥିତ ହେବ। ତେବେ ଏଇ ଘୃଣ୍ୟ ଯୋଗ୍ୟ ବସ୍ତୁ କିଏ ମୋ ପ୍ରିୟ ମାନେ? এই ଘୃଣ୍ୟ ଯୋଗ୍ୟ ବସ୍ତୁ ହଉଛି ସେଇ ଭଣ୍ଡ ଖ୍ରୀଷ୍ଟ। ତେବେ ସେ ପବିତ୍ର ସ୍ଥାନରେ ବସିବ ଆଉ ସେ କଣ କରିବ ନା ନିଜର ଇଚ୍ଛା ମତ କାର୍ଯ୍ୟ ସେ ସାଧନ କରିବ। ତେବେ ମୋ ପ୍ରିୟ ମାନେ ଆସନ୍ତୁ ଏବେ ଆମେ ଆଗକୁ ଅଧ୍ୟୟନ କରିବା। ତେବେ ପ୍ରଥମ ପଏଣ୍ଟ, ଯୋଉ ଅନନ୍ତ କାଳ ସ୍ଥାୟୀ ସୁସମାଚାରର ପ୍ରଥମ ପଏଣ୍ଟ ହଉଛି ଈଶ୍ୱରଙ୍କୁ ଭୟ କର ବୋଲି ସେ ଦୂତ ପ୍ରଚାର କରିବେ। କାରଣ ସେଇ ସମୟରେ ଈଶ୍ୱରଙ୍କୁ ଭୟ କରିବା ବ୍ୟକ୍ତି ବହୁତ କମ ଥିବେ। କାରଣ ରେପଚର ହେଇସାରିଥିବ, ରେପଚରରେ ମଣ୍ଡଳୀ ଉଠେଇ ନିଆଯାଇଥିବେ। ଆଉ ଯୋଉମାନେ ଗୁପ୍ତ ପାପର ଜୀବନ କାଟୁଥିବେ ଖ୍ରୀଷ୍ଟିଆନ ମାନେ, ସେମାନେ ତ ରେପଚରରେ ଯାଇପାରିବେନି, ସେମାନେ ରହିଯାଇଥିବେ। ପୁଣି ଅନେକ ଜିହୁଦୀ ମାନେ ଥିବେ, ପୁଣି ଅନେକ ଜାତି, ଅନେକ ଭାଷାବାଦୀ ଲୋକମାନେ ଥିବେ ସେଇ ସମୟରେ, କ୍ଲେଶର ସମୟରେ। ତେବେ ସେଇ ସମୟରେ ଅଧର୍ମ ବୃଦ୍ଧି ପାଇବ, ଅନେକଙ୍କର ପ୍ରେମ ପ୍ରଭୁଙ୍କ ପ୍ରତି ଶିଥିଳ ହେଇଯିବ। ଆଉ ସେମାନେ କେହି ମଧ୍ୟ ଆଉ ଈଶ୍ୱରଙ୍କୁ ଆଉ ଭୟ କରିବେ ନାହିଁ। କିନ୍ତୁ ସେମାନେ ସେଇ ସମୟରେ ସେଇ ଭଣ୍ଡ ଖ୍ରୀଷ୍ଟ କହିବ ମୋର ଉପାସନା କର। ସେ ଭଣ୍ଡ ଖ୍ରୀଷ୍ଟ ଈଶ୍ୱରଙ୍କୁ ନିନ୍ଦା କରିବ, ଆଉ ସେ ଆପଣ ପ୍ରତିମା ସ୍ଥାପନ କରିବ,
ଆପଣ ପ୍ରକାଶିତ 13 ପର୍ବରେ ଆପଣ ପଢି ପାରିବେ ସେ ପଶୁର ପ୍ରତିମାକୁ ସ୍ଥାପନ କରିବ ଆଉ ସେ କହିବ ଯେ ପଶୁର ପ୍ରତିମାକୁ ପ୍ରଣାମ କର ବୋଲି ସେ ବାଧ୍ୟ କରିବ ପୁଣି ସେ ଆପଣା ଚିହ୍ନ ଗ୍ରହଣ କରିବା ପାଇଁ ସେ ବାଧ୍ୟ କରିବ ଯାହାକି 666 ବିଷୟରେ ଲେଖାଯାଏ ତାହା ଆମେ ଆଗାମୀ ଦିନ ମାନଙ୍କର ଧ୍ୟାନ କରିବା 666 ନେବା ପାଇଁ ସେ କଣ କରିବ ନା ସେ ବାଧ୍ୟ କରିବ ତେବେ ଆଗାମୀ ଦିନ ମାନଙ୍କର ମଧ୍ୟ ଏ 666 ର ଅର୍ଥ କଣ ଭଣ୍ଡ ଖ୍ରୀଷ୍ଟର ନାମ ବା ପଶୁର ନାମର ଅର୍ଥ କଣ ପୁଣି ପଶୁର ସଂଖ୍ୟାର ଅର୍ଥ କଣ ପୁଣି ପଶୁର ଚିହ୍ନର ଅର୍ଥ କଣ ସେ ସବୁ ଆମେ ଆଗାମୀ ଦିନ ମାନଙ୍କର ଧ୍ୟାନ କରିବା କିନ୍ତୁ ଆଜି ଆମେ ଏତିକି ଜାଣିବା ଯେ ସେଇ 3 ବର୍ଷ 6 ମାସ ପର୍ଯ୍ୟନ୍ତ ପୁଣ୍ୟ ନଗରୀ ହଉଛି ଜେରୁସାଲମ ପଦ ତଳେ ଦଳିତ କରିବା ପାଇଁ ତାକୁ କ୍ଷମତା ଦିଆଯାଉଛି ଏଇ ଜଣେ ପଢନ୍ତୁ ପ୍ରକାଶିତ 13 ପର୍ବ ପ୍ରକାଶିତ ତାର 11 ପର୍ବ 2 ପଦ ଟିକେ ପଢ କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡି ଦିଅ ତାହା ମାପ ନାହିଁ କାରଣ ତାହା ବିଜାତି ମାନଙ୍କୁ ଦତ୍ତ ହୋଇଅଛି ସେମାନେ 42 ମାସ ପର୍ଯ୍ୟନ୍ତ ପୁଣ୍ୟ ନଗରୀ ପଦ ତଳେ ଦଳିତ କରିବେ ହଁ ସେଇ ଭଣ୍ଡ ଖ୍ରୀଷ୍ଟ ଆଉ ସେ ଭଣ୍ଡ ଖ୍ରୀଷ୍ଟର ଯୋଉ ସୈନ୍ୟ ମାନେ ବିଜାତି ମାନେ ସେମାନେ ପୁଣ୍ୟ ନଗରୀକୁ ଅର୍ଥାତ ଜେରୁସାଲମକୁ ସେମାନେ 1260 ଦିନ ବା 42 ମାସ ବା ଏଠି 3 ବର୍ଷ 6 ମାସ ସେମାନେ ପଦ ତଳେ ଦଳିତ କରିବେ ଅର୍ଥାତ ଘୂଣ୍ୟ ଯୋଗ୍ୟ ବସ୍ତୁ ପବିତ୍ର ସ୍ଥାନରେ ବସିବ ଆଉ ସେ କି ପ୍ରକାର କାର୍ଯ୍ୟ କରିବ ଆପଣ ଟିକେ ଚିନ୍ତା କରନ୍ତୁ ଘୂଣ୍ୟ କାର୍ଯ୍ୟ ସେ କରିବ ତା ନାଁ ମଧ୍ୟ ଘୂଣ୍ୟ ଯୋଗ୍ୟ ବସ୍ତୁ ବୋଲି ବାଇବେଲ ଲେଖାଯାଏ ଘୂଣ୍ୟ କାମ ବିଚାର କାମ ପାପ କାମ ମାନେ ପୁଅ ସଂସର୍ଗ କରିବେ ବ୍ୟଭିଚାର କରିବେ ଝିଅ ବ୍ୟଭିଚାର କରିବେ ଆଉ ଏଇ ପ୍ରକାର କି ଛକ ସ୍ଥାନ ମାନଙ୍କର ବ୍ୟଭିଚାର କରିବେ ଏ ପ୍ରକାର ମହା ମାନେ ଜଘନ୍ୟ ପାପର ସମୟ ସେ ଉପସ୍ଥିତ କରାଇବ ବା ଏ ପ୍ରକାର ସେ କାର୍ଯ୍ୟ କରିବ ବା ନିୟମ ସବୁ ଲାଗୁ କରିବ ପୁଅ ବାହା ହେଇପାରିବେ କିଛି ଅସୁବିଧା ନାହିଁ ଆଜି ମଧ୍ୟ ସେ ନିୟମ ଅଛି ନିୟମ ଅଲରେଡି ପାସ୍ ହେଇସାରିଲାଣି ଲୋରେ ପାସ୍ କରିଦେଲେଣି ଝିଅ ମଧ୍ୟ ବିବାହ ହେଇପାରିବେ କିନ୍ତୁ ବାଇବେଲ ତାକୁ ସିଧାସଳଖ ମନା କରେ ଆଉ ତାକୁ ବ୍ୟଭିଚାର ବୋଲି କୁହାଯାଏ ରୋମୀ ପୁସ୍ତକରେ ତାହା ଲେଖାଯାଏ ତେବେ ପ୍ରଭୁ ତେବେ ସେଇ ସମୟରେ ସେମାନେ ଆଉ ଈଶ୍ୱରଙ୍କୁ ଭୟ କରିବେ ନାହିଁ କାରଣ ଈଶ୍ୱରଙ୍କୁ ଯେଉଁମାନେ ଭୟ କରନ୍ତି ବାଇବେଲ ଲେଖାଯାଏ ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ ଆଉ ସେ ନିଜକୁ ଯେ ସଦାପ୍ରଭୁଙ୍କୁ ଭୟ କରେ ସେ ନିଜକୁ ପାପରୁ ଦୂରରେ ରଖିବ ସେ ପାପରୁ ନିଜକୁ ଦୂରରେ ରଖିବ ଯେମିତି ଯୋସେଫ ସଦାପ୍ରଭୁଙ୍କୁ ସେ ଭୟ କରୁଥିଲେ ଆଉ ସେଥିପାଇଁ ସେ 44 ସ୍ତ୍ରୀ ସହିତ ବ୍ୟଭିଚାର କରିବା ପାଇଁ ସେ ଇଚ୍ଛା କଲେ ନାହିଁ କିନ୍ତୁ ସେ ବ୍ୟଭିଚାରରୁ ପଳାୟନ କଲେ ତେବେ ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନେ ପାପ ମନ୍ଦ ଅଭିଳାଷରୁ ସେମାନେ କଣ କରିବେ ପଳାୟନ କରିବେ ଆପଣଙ୍କୁ ରକ୍ଷା କରିବେ ଆପଣ ଟିକେ ପଢିବେ ପ୍ରଥମ ଯୋହନ 5 ପର୍ବ ତାର 18 ପଦ ପ୍ରଥମ ଯୋହନ 5 ପର୍ବ 18 ପଦ ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ ଯେ ପାପ କରେ ନାହିଁ ବରଞ୍ଚ ସେ ଈଶ୍ୱରଙ୍କ ଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ ଏହା ଆମ୍ଭେମାନେ ଜାଣୁ ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ କଣ କରେ ନା ସେ ଆପଣାକୁ ରକ୍ଷା କରେ ପ୍ରଭୁଙ୍କର ଧନ୍ୟବାଦ ତେବେ ଆମମାନେ ଈଶ୍ୱରଙ୍କ ଠାରୁ ଜାତ ହେଇଥିବା ହେତୁ ଆମମାନେ ନିଜକୁ ରକ୍ଷା କରିବାର ଅଛି ମୋ ପ୍ରିୟ ମାନେ ଏ ପାପ ମନ୍ଦ ଜଗତରୁ ଆମେ ଆପଣାକୁ ରକ୍ଷା କରିବାର ଅଛି ଆମେ ଯେମିତି ଯୋସେଫ ଆପଣାକୁ ରକ୍ଷା କଲେ ଠିକ ସେଇ ପ୍ରକାର ଆମେ ମାନେ ଆପଣଙ୍କୁ ରକ୍ଷା କରିବାର ଅଛି ତେବେ ମୋ ପ୍ରିୟ ମାନେ ପୁନର୍ବାର ଚାଲିଯିବା ସେଇ ପ୍ରକାଶିତ ବାକ୍ୟ 14 ପର୍ବକୁ 6 ପଦ ଆମେ ପଢିବୁ 7 ପଦରେ ସେ ଅନନ୍ତ କାଳ ସ୍ଥାୟୀ ସୁସମାଚାର 3ଟା ପଏଣ୍ଟ ଫାର୍ଷ୍ଟ ପଏଣ୍ଟ ହଉଛି ଈଶ୍ୱରଙ୍କୁ ଭୟ କର ତେବେ ସେଇ ସମୟରେ ମୋ ପ୍ରିୟ ମାନେ ଈଶ୍ୱରଙ୍କୁ ଭୟ କରିବା ବ୍ୟକ୍ତି ବହୁତ କମ ଲୋକ ଥିବେ ଆଉ ସେତେବେଳେ ସେ ଦୂତ ମାନେ ଉଡି ଉଡି ପ୍ରଚାର କରିବେ କହିବେ ଈଶ୍ୱରଙ୍କୁ ଭୟ କର ପାପ ମନ୍ଦ ବ୍ୟଭିଚାରରୁ ପଳାୟନ କର ବ୍ୟଭିଚାର କର ନାହିଁ ପାପ କର ନାହିଁ ନହେଲେ ତୁମେ ମାନେ ଈଶ୍ୱରଙ୍କୁ କ୍ରୋଧର ପାତ୍ର ହେବ ବୋଲି ସେମାନେ ପ୍ରଚାର କରିବେ କାରଣ ଆପଣ ମାନେ ଜାଣିଛନ୍ତି 7ଟି ତୁରୀ ଆଉ ବାକି ଅଛି 7ଟି ତୁରୀରେ ଈଶ୍ୱରଙ୍କ କ୍ରୋଧ ପୃଥିବୀରେ ଢଳାଯିବ ଏ ପାପୀ ଜଗତ ଉପରେ ଈଶ୍ୱରଙ୍କ କ୍ରୋଧ ଢଳାଯିବ ଆଉ 7ଟି ତୁରୀ ଅଛି 7ଟି ପାତ୍ର ଅଛି 7ଟି ପାତ୍ର ଯେତେବେଳେ ଢଳାଯିବ ତେବେ ଏଇ ପୃଥିବୀରେ ମହାଭୟଙ୍କର ସମୟ ସବୁ ଉପସ୍ଥିତ ହେବ ଆଉ ସେ ବିଷୟ ଆମେ ଆଗକୁ ଷ୍ଟଡି କରିବା ପ୍ରଥମେ ଏ ମୁଦ୍ରା ଗୁଡାକ ସରିଯାଉ ଏ ଦ୍ୱିତୀୟ ମୁଦ୍ରା ହିଁ ଟିକେ ଟାଇମ ଟେକିଂ ଆଉ 3 ନମ୍ବର 4 ନମ୍ବର 5 ନମ୍ବର 6 ନମ୍ବର ମୁଦ୍ରା ଗୁଡାକ ବହୁତ ସହଜରେ ସରିଯିବ ସ୍ପିଡ ରେ ପଳେଇ ଯାଇ ହେବ କିନ୍ତୁ 2 ନମ୍ବର ମୁଦ୍ରାଟା ଆମେ ଯଦି ବୁଝିଗଲୁ ତେବେ ପ୍ରକାଶିତ ବାକ୍ୟ ବୁଝିବା ପାଇଁ ଆମ ପାଇଁ ସହଜ ହେଇଯିବ
2 नंबर मुद्रारे कारण 5 गोटी घटना घटुची अर्थात 7 वर्षर क्लेशर मझिरे मध्य भागरे एट द मिड ऑफ द 7 years ट्रिबुलेशन बहुत गुडे घटना घटी जाउछ से 5टी घटना मु वर्णना करिलिनी आज होचे 5 नंबर बा शेष घटना मु आपनको वर्णना करूची तेबे ईश्वरଙ୍କୁ भय करो बोली से दूत प्रचार करिवे आउ से माने कहिबे ईश्वरଙ୍କୁ भय करबा अर्थ से सेही शैतान चिन्ह ग्रहण करो नाही से भंड ख्रीष्टर चिन्ह को ग्रहण करो नाही तार कथा मानो नाही तार पशु को प्रणाम करो नाही किंतु तुमे प्रभु को गौरव दियो 2 नंबर पॉइंट होची कोन फर्स्ट पॉइंट होची पाप मंद व्यभिचार आपना को रक्षा करो फर्स्ट पॉइंट ईश्वर को भय करबा अर्थ कोन पाप मंद व्यभिचार आपना को रक्षा करो सेकंड पॉइंट होची ईश्वर को गौरव प्रदान करो मो प्रिय माने एई अनंत कालस्थायी सुसमाचार रे सेकंड नंबर पॉइंट से दूत प्रचार करिवे आ ता होची ईश्वर को गौरव प्रदान करो हालेलुया मो प्रिय माने सेही समय रे एपरी परिस्थिति हेइथिबो जे ईश्वर को केही मध्ये गौरव देई पारिबे नाही कारण से भंड ख्रीष्ट ए प्रकार नियम लागू करिवो जे केही मध्ये तांकर परमेश्वर को प्रार्थना करि पारिबे नै से समय रे कि गौरव देई पारिबे नै एते भयंकर समय एबे जेंति दानिएल आ सद्रक मेशक अबेदनगो आ से माने जेतले प्रार्थना करिबा समय रे नबुकदनेस्सर राजा एक नियम प्रणयन करथिले आ से नियम होची कोन ना केही जदी ए पशु को प्रणाम करिवो नै बा ए हमर प्रतिमा को प्रणाम करिवो नै ताको सिंह गात्रे पकाई दिया जिवो केही जदी निजे प्रार्थना करिवो ताको सिंह गात्रे पकाई दिया जिवो से मान को अग्नि रे पकाई दिया जिवो बोली ए प्रकार कड़ा नियम नबुकदनेस्सर राजा लागू करथिले ठीक सेही प्रकार से भंड ख्रीष्ट मध्य ए प्रकार कड़ा नियम लागू करिवो लोक माने माने आउ गोटे अर्थरे कहबा गले से समय वाक्यर मध्य दुर्भिक्ष लोक माने वाक्य आ पाई पारिबे नै बड़ कष्टर समय ए समय रे लोक माने प्रार्थना करिया पई इच्छा करिवे किंतु से भंड ख्रीष्ट प्रार्थना करिबा को से मान को देबो नै जदि से माने प्रार्थना करिवे तबे से मान को सिंह गात्र से पकाई देबो से मान को वन्य पशु मान को द्वारा से विनाश करिवो ए प्रकार समय से समय महाक्लेशर समय केही जदि प्रभु को गौरव देबा पई इच्छा करिवो तबे ताहाको से महाक्लेश देबो से अग्नि रे पकाई देबे जेंति सदरक मैशक गोविंद को अग्नि रे पकाई देला से नबुकदनेस्सर राजा ठीक सेही प्रकार से भंड ख्रीष्ट मध्य ता ठारू मध्य दुर्दांत कार्य गुडा से करिवो आ लोक माने सेही समय रे ईश्वर को भय करबा ईश्वर को गौरव देबा बहुत असंभव परिस्थिति मो प्रिय माने किंतु मो प्रिय माने हेले मध्य सेही समय अनेक लोक लेखाइछि से पशुर चिन्ह ग्रहण करिवे नै मरि जेबे सिना माने यीशु को सुसमाचार और यीशु को साक्ष्य निमते से माने निजर जीवन दे देबे किंतु से माने पशुर प्रतिमा को प्रणाम करिवे नाही ए जण पढंतु प्रकाशित से 15 पर्व 2 पद ଆଉ ମୁଁ ଦେଖିଲି ଯେପରି ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ସମୁଦ୍ର ପୁଣି ଯେଉଁମାନେ ପଶୁ ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି ସେମାନେ ଈଶ୍ୱରଙ୍କୁ ବୀଣା ଧାରଣ କରି ସେଇ କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି देखंतु मो प्रिय माने केते स्पष्ट भाबे लिखा जाय जेउ माने पशु ताहार प्रतिमा और ताहा नामर संख्या उपरे विजयी होई अछंती अर्थात से पशु तांकर प्रतिमा को प्रणाम करिया पय लोकन को बाध्य करिवो पुनी तार संख्या ता नामर संख्या नेबा पय से बाध्य करिवो 666 नेबा पय बाध्य करिवो तार चिन्ह ग्रहण करिया पय से बाध्य करिवो तथापि अनेक प्रभुंकर ठारे विश्वास करथिबा बा से दूतर सुसमाचार रे जो माने विश्वास करथिबे से माने से पशुर प्रतिमा को प्रणाम करिवे नाही कि तार नामर संख्या को मध्ये से माने धारण करिवे नाही आ से माने मरि जिवे किंतु से सब से माने धारण करिवे नाही से लेखा जाय से माने ईश्वर को बीणा धारण करी से काचमय समुद्र तीर रे दंडायमान होई अछंती ले जो माने से संख्या को नेबे नाही पशुर प्रतिमा को प्रणाम करिवे नाही से मानकु से भंड ख्रीष्ट कोन करबो सिंह गात्र पकाई देबो न हेले अग्नि रे पकाई देबो आ से माने मरि जिवे प्रभु को नाम सकासे आ से माने एठी जो लेखा जाय से काचमय समुद्र तीर रे दंडायमान होई अछंती अर्थात से माने बीणा धारण करी काचमय समुद्र अर्थात स्वर्ग को बुझाउचे म आपण मानकु कहिथिली प्रकाशित वाक्य 4 पर्व रे स्वर्ग रे मध्ये एक काचमय समुद्र स्फटिक स्वच्छ एक समुद्र सिंहासन निकट रे शिष्य जहन दर्शन करी देखु अछंती तबे सेही समुद्र स्वर्ग रे मध्ये गोटे समुद्र अछि जहा कि स्वच्छ जहा कि निर्मल जहा कि स्फटिक सदृश्य काचमय एक समुद्र तीर रे ठिया हेबार
ଦେଖୁଅଛନ୍ତି ଶିଷ୍ୟ ଜହନ। ଏହାର ଅର୍ଥ ଏମାନେ ସେଇ ପଶୁର ସଂଖ୍ୟା ନେଇନାହାନ୍ତି, ମରି ଯାଇଛନ୍ତି ମାତ୍ର ସଂଖ୍ୟା ନେଇନାହାନ୍ତି, କି ପଶୁର ନାମକୁ ଗ୍ରହଣ କରିନାହାନ୍ତି, କି ପଶୁର ପ୍ରତିମାକୁ ମଧ୍ୟ ପ୍ରଣାମ କରିନାହାନ୍ତି। ତ ଏମାନେ ସେଇ ସ୍ୱର୍ଗରେ ସେମାନେ ଯାଇପାରିଛନ୍ତି ମୋ ପ୍ରିୟ ମାନେ। ତେବେ ଆଉ ଗୋଟେ ମଧ୍ୟ ବାକ୍ୟ ଲେଖାଯାଏ, ଯୋଉମାନେ ଏଇ ଶରୀରକୁ ବଧ କରନ୍ତି ସେପରି ମଣିଷ ମାନଙ୍କୁ ତମେ ଭୟ କର ନାହିଁ, କିନ୍ତୁ ଯୋଉ ପରମେଶ୍ୱର ଶରୀର ଏବଂ ଆତ୍ମା ଉଭୟକୁ ନର୍କରେ ପକାଇବା ପାଇଁ ଯୋଉ ପରମେଶ୍ୱରଙ୍କର କ୍ଷମତା ଅଛି ତାହାଙ୍କୁ ଭୟ କର ବୋଲି ବାଇବଲରେ ଲେଖା ହେଇଛି। ଏ ମୋ ପ୍ରିୟ ମାନେ, ଆମେ ଏଇ ଶରୀରକୁ ଲୋକମାନେ ହେଇପାରେ ମାରିପାରିବେ, କିନ୍ତୁ ଆମର ଆତ୍ମା ଲୋକମାନେ ମାରିପାରିବେନି। ଆଉ ସେଇ ଆତ୍ମା ସ୍ୱର୍ଗକୁ ଯିବ। ହାଲେଲୁୟା। ସେଇ ସମୟରେ ସେ ଭଣ୍ଡ ଖ୍ରୀଷ୍ଟ ଅନେକଙ୍କୁ ବଧ କରିବ। ବାଇବେଲ ଲେଖା ହେଇଛି ଅନେକଙ୍କୁ, ମାର୍ଚ୍ଚ 24 ପର୍ବ ଆପଣ ପଢନ୍ତୁ, ସେ ଅନେକଙ୍କୁ ବଧ କରିବ। ଛକ ସ୍ଥାନ ମାନଙ୍କରେ ଲୋକମାନେ ତାଙ୍କର ରିଲେଟିଭ ମାନଙ୍କୁ ମଧ୍ୟ ସମର୍ପଣ କରିବେ ବଧ କରିବା ନିମନ୍ତେ। ଆଉ ୟାକୁ ବଧ କର, ଏ ଯୀଶୁଙ୍କୁ ବିଶ୍ୱାସ କରୁଛି, ୟାକୁ ବଧ କର ବୋଲି ଏପରିକି ରିଲେଟିଭ ମାନେ ମଧ୍ୟ ସମର୍ପଣ କରିବେ। ପୁରା ଭୀଷଣ ସମୟ ପୁରା ସେଇ ସମୟ। ଆଉ ସେଥିପାଇଁ ପ୍ରଭୁ କହନ୍ତି ସେଇ ସମୟ ଯଦି ଉଣା କରାଯାଇ ନଥାନ୍ତା ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ। ସେଥିପାଇଁ ପ୍ରଭୁ ଦୟାକରି ସେଇ ମହାକ୍ଲେଶର ସମୟକୁ ମାତ୍ର 3 ବର୍ଷ 6 ମାସ ରଖିଅଛନ୍ତି। ଆଉ ସେଇ 3 ବର୍ଷ 6 ମାସ ମଧ୍ୟ ମହାକ୍ଲେଶ ଜଗତର ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟି ନାହିଁ। ସେଥିପାଇଁ ପ୍ରଭୁ ଦୟାକରି ଆମମାନଙ୍କୁ ରେପ୍ଚରରେ ନେବା ପାଇଁ ଆସୁଅଛନ୍ତି। ସେ ଆଗାମୀ କ୍ଲେଶରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁ ରେପ୍ଚରରେ ଆମକୁ ନେବା ପାଇଁ ଆସୁଅଛନ୍ତି। ଆପଣ ମାନେ ମୋର ୟୁଟ୍ୟୁବ ଭିଡିଓରେ ରେପ୍ଚର ଟିଚିଂ ଯାକ ସବୁ ଅଛି। ରେପ୍ଚର ଟିଚିଂ ପାଖାପାଖି ଗୋଟେ 10ଟା କି 12ଟା ଏପିସୋଡରେ ମୁଁ ସେ ରେପ୍ଚର ଟିଚିଂ ଦେଇଛି। ଆପଣ ମାନେ ୟୁଟ୍ୟୁବରେ, ଆପଣ ମୋର ୟୁଟ୍ୟୁବରେ ଆଦର୍ଶ ଖେମୁଣ୍ଡୁ ମାରି ଆପଣ ମାନେ ଦେଖିପାରିବେ ଆଉ ଜାଣିପାରିବେ ଯେ ରେପ୍ଚର କାହିଁକି ହବ, ଉଦ୍ଦେଶ୍ୟ କଣ, ରେପ୍ଚର ହେବାର ଉଦ୍ଦେଶ୍ୟ କଣ। ଗୋଟେ ଉଦ୍ଦେଶ୍ୟ ହଉଛି ମଣ୍ଡଳୀକୁ ଯେପରି ମହାକ୍ଲେଶରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ରେପ୍ଚର ବା ପ୍ରଭୁ ମଣ୍ଡଳୀକୁ ନେବା ପାଇଁ ଆସୁଛନ୍ତି। ଆଉ ରେପ୍ଚର ଉଦ୍ଦେଶ୍ୟ ହଉଛି ମଣ୍ଡଳୀକୁ ମହାକ୍ଲେଶରୁ ରକ୍ଷା କରିବା ପାଇଁ। ହାଲେଲୁୟା, ପ୍ରଭୁଙ୍କର ଗୌରବ ହେଉ। ତେବେ ମୋ ପ୍ରିୟ ମାନେ ରେପ୍ଚର ଆମ ପାଇଁ ଗୋଟେ ଗୌରବମୟ ବିଷୟ ଅଟେ। ତେବେ ଆମେ ଧ୍ୟାନ କରୁଛୁ ସେଇ ଦୂତ ଉଡି ଉଡି ପ୍ରଥମ ବିଷୟ, ପ୍ରଥମ ଟପିକ ସେ କହୁଛନ୍ତି ଈଶ୍ୱରଙ୍କୁ ଭୟ କର, ବ୍ୟଭିଚାର ପାପରୁ ଆପଣଙ୍କୁ ପୃଥକ କର। ଆଉ 2 ନମ୍ବର ପଏଣ୍ଟ ହଉଛି ଈଶ୍ୱରଙ୍କୁ ଗୌରବ ଦିଅ। କାରଣ ସେଇ ସମୟରେ ସେ ଭଣ୍ଡ ଖ୍ରୀଷ୍ଟ ସେ ପବିତ୍ର ସ୍ଥାନରେ ବସିବ, ମହାପବିତ୍ର ସ୍ଥାନରେ। ଆଉ ସେ ନିଜେ ଗୌରବ ନେବା ପାଇଁ ବା ନିଜେ ଉପାସନା ପାଇବା ନିମନ୍ତେ ସେ ଅନେକଙ୍କୁ ବାଧ୍ୟ କରିବ। ଆଉ ତାର ନିଜର ପ୍ରତିମାକୁ ସେ ସ୍ଥାପନ କରିବ। ଆଉ ସେଇ ପ୍ରତିମାକୁ ପ୍ରଣାମ କରିବା ପାଇଁ ଅନେକଙ୍କୁ ସେ ବାଧ୍ୟ କରିବ। କିନ୍ତୁ ମୋ ପ୍ରିୟ ମାନେ ସେଇ ସମୟରେ ଅନେକ ତାର ପ୍ରତିମାକୁ ପ୍ରଣାମ କରିବେ, ଅନେକ ତାର ବଶୀଭୂତ ହେଇଯିବେ ବୋଲି ବାଇବଲରେ ଲେଖାଯାଏ। ଅନେକ ବାଧ୍ୟ ହେଇଯିବେ ତାକୁ ଉପାସନା କରିବା ପାଇଁ, ତାକୁ ଗୌରବ ଦେବା ପାଇଁ। କିନ୍ତୁ ଏଇ ଦୂତ ଉଡି ଉଡି କହୁଛନ୍ତି ଏଇ ଲୋକମାନେ ତୁମେ ଈଶ୍ୱରଙ୍କୁ ଗୌରବ ଦିଅ, କାରଣ ସେ ହିଁ ଗୌରବ ପାଇବା ପାଇଁ ଯୋଗ୍ୟ ବୋଲି ସେ ପ୍ରଚାର କରିବେ। ଆଉ ଏପରି ଅନେକ ଲୋକ ସେଇ ଦୂତର ସୁସମାଚାରକୁ ଗ୍ରହଣ କରିବେ। ଆଗକୁ ଆମେ ପଢିଯିବା। କାରଣ ତାହାଙ୍କର ବିଚାର ସମୟ ଉପସ୍ଥିତ। ସେ ଦୂତ କହୁଛନ୍ତି ଈଶ୍ୱରଙ୍କୁ ଭୟ କର, ଈଶ୍ୱରଙ୍କୁ ଗୌରବ ପ୍ରଦାନ କର, କାରଣ ତାଙ୍କ ବିଚାର ସମୟ ଉପସ୍ଥିତ। ଏଇ ଯୋଉ ବିଚାର ପଦଟି ଲେଖାଯାଏ, ଏଇ ବିଚାର ହଉଛି ପନିଶମେଣ୍ଟକୁ ବୁଝାଏ। ଠିକ ଅଛି, ଜଜମେଣ୍ଟ ବା ପନିଶମେଣ୍ଟ। ଯୋଉମାନେ ଈଶ୍ୱରଙ୍କୁ ଭୟ କରୁନଥିବେ ସେଇ ସମୟରେ, ବା ଯୋଉମାନେ ପରମେଶ୍ୱରଙ୍କୁ ଗୌରବ ଦେବେ ନାହିଁ କିନ୍ତୁ ସେଇ ପଶୁକୁ ପ୍ରତିମାକୁ ପ୍ରଣାମ କରିବେ ବା ସେ ପଶୁର ଚିହ୍ନ ଗ୍ରହଣ କରିବେ, ସେମାନଙ୍କୁ ପରମେଶ୍ୱର ସେଇ ସମୟରେ ପନିଶମେଣ୍ଟ ଦେବେ। ସେଇ ସମୟରେ ମଧ୍ୟ ତାଙ୍କ ଉପରେ କ୍ରୋଧ ଢଳାଯିବ। ସେଇ ପାପୀ ଜଗତ ଉପରେ ବ୍ୟଭିଚାର କରୁଥିବା ଘୃଣ୍ୟ କର୍ମରେ ଲିପ୍ତ ଥିବା ସେ ବ୍ୟକ୍ତି ମାନଙ୍କ ଉପରେ ପରମେଶ୍ୱର କ୍ରୋଧ ବର୍ତ୍ତିବ। ଆଉ ତାହା କି ପ୍ରକାର ବର୍ତ୍ତିବ? 7ଟି ତୁରୀ ଆଉ 7ଟି ପାତ୍ର ପନିଶମେଣ୍ଟ ଦ୍ଵାରା ସେଇ ବିଚାର ସମୟ ଉପସ୍ଥିତ ହେବ ବା ସେ ପ୍ରକାର କ୍ଲେଶ ସେମାନଙ୍କ ଉପରେ ଘଟିବ। ପୁଣି ତା ଉତ୍ତାରେ ସେମାନେ ମରିଗଲା ପରେ ଆହୁରି ନରକରେ ଅଗ୍ନିମୟ ହ୍ରଦରେ ପକାଯିବେ ବୋଲି ଆଗକୁ ଲେଖା ହେଇଛି। ଆମେ ପଢିବା। ତାପରେ ପୁଣି ଯେ ଆକାଶ ପୃଥିବୀ ସମୁଦ୍ର ନିର୍ଝରିଣୀ ସମୂହ ସୃଷ୍ଟି କରିଛନ୍ତି ତାହାଙ୍କୁ ପ୍ରଣାମ କର। ହାଲେଲୁୟା। 3ଟା ପଦ ସେ ପ୍ରଚାର କରୁଛନ୍ତି ସେଇ ଦୂତ ଉଡି ଉଡି। ଫାଷ୍ଟ ପଦ ହଉଛି ଈଶ୍ୱରଙ୍କୁ ଭୟ କର, 2 ନମ୍ବର ପଦ ହଉଛି ଈଶ୍ୱରଙ୍କୁ ଗୌରବ ଦିଅ, ଆଉ 3 ନମ୍ବର ସୁସମାଚାର ହଉଛି ଅନନ୍ତ କାଳ ସ୍ଥାୟୀ ସୁସମାଚାର। ଆଉ ତାହା ହଉଛି କଣ? ଇଟରନାଲ ଗସ୍ପେଲ। ଆଉ ତାହା ହଉଛି ଈଶ୍ୱରଙ୍କୁ ପ୍ରଣାମ କର। ହାଲେଲୁୟା। ଏଇ ପ୍ରଣାମ କରିବା ପଦ ଭେରି ଇମ୍ପୋର୍ଟାଣ୍ଟ। ଆପଣ ମାନେ ଯଦି ଦେଖିବେ ସେ ଭଣ୍ଡ ଖ୍ରୀଷ୍ଟ କଣ କରିବ ନା ତାର ନିଜର ପ୍ରତିମାକୁ ପ୍ରଣାମ କରିବା ନିମନ୍ତେ ଲୋକମାନଙ୍କୁ ବାଧ୍ୟ କରିବ। ପଢନ୍ତୁ ପ୍ରକାଶିତ 13 ପର୍ବ ଆଉ ତାର 14-15 ପଦ।
ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତ ଦ୍ୱାରା ସେ ପୃଥିବୀ ନିବାସୀ ମାନଙ୍କୁ ଭ୍ରାନ୍ତ କରି ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ। ପଶୁର ପ୍ରତିମା ଯେପରି କଥା କହିପାରେ ଓ ଯେବେ ଲୋକ ପଶୁର ସେହି ପ୍ରତିମାକୁ ପ୍ରଣାମ ନ କରନ୍ତି, ସେମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା। ଦେଖନ୍ତୁ ମୋ ପ୍ରିୟ ମାନେ, ସେଇ ପଶୁର ପ୍ରତିମା ଯଦି କଥା କହିବାକୁ ଲାଗିବ ତେବେ କଣ ଅବସ୍ଥା ହେବ ଭାବି ଦେଖନ୍ତୁ। ଗୋଟେ ଉଦାହରଣ ପାଇଁ କହୁଛି, ଆଜିର ଡେଟରେ ଆମ ଭାରତରେ ଅନେକ ପ୍ରତିମା ଗୁଡାକ ନିର୍ମାଣ ହେଇଛି, ଅନେକ ଭଗବାନ ମାନଙ୍କର ପ୍ରତିମା ସବୁ ନିର୍ମାଣ ହେଇଛି। ମନେ କରନ୍ତୁ ଗୋଟିଏ ପ୍ରତିମା କଥା କହିବାକୁ ଲାଗିଲା, ତେବେ କଣ ହେବ ମୋ ପ୍ରିୟ ମାନେ? ଏମିତି କି ମତେ ଲାଗୁଛି ଦୁର୍ବଳ ଖ୍ରୀଷ୍ଟିଆନ ମାନେ ସେମାନେ ମଧ୍ୟ ବିଶ୍ୱାସ କରିବାକୁ ଲାଗିବେ। ଯେଉଁମାନେ ଦୁର୍ବଳ, ବାକ୍ୟରେ ଦୁର୍ବଳ, ଯେଉଁମାନେ ନାମଧାରୀ ଖ୍ରୀଷ୍ଟିଆନ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ, ଆରେ ତାଙ୍କର ଭଗବାନ ସତ ଭଗବାନରେ ସେ କଥା ହେବାକୁ ଲାଗିଲାଣି, ତାଙ୍କର ଭଗବାନ ସତ ଭଗବାନ ସେ କଥା ହେବାକୁ ଲାଗିଲାଣି। ଏଠି ଲେଖା ହେଇଛି ସ୍ପଷ୍ଟ ଭାବେ ଦେଖନ୍ତୁ, ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା। ପଶୁର ସେଇ ପ୍ରତିମାକୁ କଥା କହିବା ପାଇଁ କ୍ଷମତା ଦିଆଯାଉଛି। ସେ ପଶୁ କଥା କହିବ ମୋ ପ୍ରିୟମାନେ। ସେ ଭଣ୍ଡ ଖ୍ରୀଷ୍ଟ ତାର ଶକ୍ତି ଦ୍ଵାରା ବା ସେ ଶୈତାନ ତାର ଶକ୍ତି ଦ୍ଵାରା ପଶୁକୁ କଥା କହିବା ପାଇଁ ସେ କ୍ଷମତା ଦବ, ବା ସେଇ ଯୋଉ ପ୍ରତିମା ସେ କଥା ହେବାକୁ ଲାଗିବ। ଆଜି ଡେଟରେ ଯଦି କୌଣସି ପ୍ରତିମା ଯଦି କଥା ହେଇଗଲା ବୋଲି କହିଲେ ଆଉ ରକ୍ଷା ନାହିଁ। ଆପଣ ମାନେ କେତେ ଟିଭି ଚ୍ୟାନେଲ ଗୁଡାକରେ ଦେଖିଥିବେ, ଗୋଟେ ଗୋଟେ ପ୍ରତିମାର ହାତରେ କଣ ବାହାରୁଥିବ, ବିଭୂତି ବାହାରୁଥିବ, ନାଇଁ କି? ବିଭୂତି ବାହାରି ପଡିଲା ବୋଲି କହିଲେ ଲୋକମାନେ ସବୁ ବିଶ୍ୱାସ କରିବାକୁ ଲାଗୁଛନ୍ତି। ତେବେ ସେଇ ସମୟରେ ଯଦି ପ୍ରତିମା କଥା କହିବାକୁ ଲାଗିଲା ବୋଲି କହିଲେ କଣ ଅବସ୍ଥା ହେବ ମୋ ପ୍ରିୟ ମାନେ? ତ ଏଇ ପ୍ରକାର ଭାବେ ସେ ଭଣ୍ଡ ଖ୍ରୀଷ୍ଟ ଲୋକମାନଙ୍କୁ ଭ୍ରାନ୍ତ କରିବ। ଆଉ ସେ ପଶୁର ପ୍ରତିମାକୁ ଯୋଉମାନେ ପ୍ରଣାମ ନ କରନ୍ତି ସେମାନଙ୍କୁ ସେ କଣ କରିବ? ବଧ କରିବ। ଦେଖନ୍ତୁ ଏତେ ଭୀଷଣ ସମୟ, ଯୋଉମାନେ ସେ ପଶୁର ପ୍ରତିମାକୁ ପ୍ରଣାମ ନ କରନ୍ତି ସେମାନଙ୍କୁ ବଧ କରିବ। ତେବେ ସେ ଦୂତ ଉଡି ଉଡି ପ୍ରଚାର କରିବେ, ଦେଖ ପଶୁର ପ୍ରତିମାକୁ ପ୍ରଣାମ କର ନାହିଁ, କିନ୍ତୁ ତମେ ଈଶ୍ୱରଙ୍କୁ ପ୍ରଣାମ କର। ସେ କହିବ ଈଶ୍ୱରଙ୍କୁ ପ୍ରଣାମ କର। ଦାନିଏଲକୁ ମଧ୍ୟ କୁହାଗଲା, ତୁମେ ଏଇ ପ୍ରତିମାକୁ ପ୍ରଣାମ କର, ନହେଲେ ତତେ ସିଂହ ଗାତରେ ପକେଇ ଦିଆଯିବ। ସଦରକ ମେଷକ ଅବେଦନେଗୋକୁ ମଧ୍ୟ କୁହାଗଲା, ଏଇ ପ୍ରତିମାକୁ ପ୍ରଣାମ କର, ନହେଲେ ତୁମକୁ ଅଗ୍ନିରେ ପକାଇ ଦିଆଯିବ। କିନ୍ତୁ ସେମାନେ ପ୍ରତିମାକୁ ପ୍ରଣାମ କଲେ ନାହିଁ, କିନ୍ତୁ ସେମାନେ ଈଶ୍ୱରଙ୍କୁ ପ୍ରଣାମ କଲେ। ହାଲେଲୁୟା। ତେବେ 3 ନମ୍ବର ପଏଣ୍ଟ, ଅନନ୍ତ କାଳସ୍ଥାୟୀ ସୁସମାଚାର 3 ନମ୍ବର ପଏଣ୍ଟ ହଉଛି ଈଶ୍ୱରଙ୍କୁ ପ୍ରଣାମ କର। ତେବେ ସେଇ ସମୟରେ ମୋ ପ୍ରିୟ ମାନେ ଅନେକ, ଯେହେତୁ ସେ ଖଣ୍ଡଖ୍ରୀଷ୍ଟ କହିବ ବଧ କରାଯିବ, ସିଂହ ଗାତରେ ପକାଯିବ, ଅଗ୍ନିରେ ପକାଯିବ ବୋଲି କହିଲେ ଲୋକମାନେ ଭୟଭୀତ ହେବେ, ଆଉ ସେମାନେ ସେ ପଶୁର ପ୍ରତିମାକୁ ପ୍ରଣାମ କରିବେ। ବାଧ୍ୟ ହେଇଯିବେ ମୋ ପ୍ରିୟ ମାନେ ପ୍ରଣାମ କରିବା ପାଇଁ, ପଶୁର ଚିହ୍ନ ନେବା ପାଇଁ ବାଧ୍ୟ ହେଇଯିବେ। ଏବେ ଉଦାହରଣ ପାଇଁ କହୁଛି, ଆପଣଙ୍କ ପରିବାରରେ ବାପା ମା ଅଛନ୍ତି, ଆଉ ଆପଣଙ୍କର ଯଦି ପୁଅ ଝିଅ ଅଛନ୍ତି, ସେ କହିବ ମୁଁ ତମର ପୁଅ ଝିଅକୁ ସିଂହର ଗାତରେ ପକେଇଦେବି, ଚିହ୍ନ ନେବ କି ନାହିଁ ବୋଲି କହିଲେ ଆପଣ କଣ କରିବେ? ବାଧ୍ୟ ହେଇଯିବେ ତା ଚିହ୍ନ ଗ୍ରହଣ କରିବା ପାଇଁ। ନ ନେଲେ ତ ସେ ପଶୁର ଗାତରେ ପକେଇଦବ ଆପଣଙ୍କ ଛୁଆକୁ ନା। ଭୀଷଣ ସମୟ ମୋ ପ୍ରିୟ ମାନେ, ଭୀଷଣ ସମୟ। ସେଥିପାଇଁ ଆଜି ସମୟ ଥାଉ ଥାଉ, ଆଜି ହଉଛି ପରିତ୍ରାଣର ଦିନ। ଆଜି ଆମେ ମନ ପରିବର୍ତ୍ତନ କରିବା, ଜାଗତିକ ମନା ହେବା ନାହିଁ, ଜଗତରେ ଅଧିକ ମାତିବା ନାହିଁ। ମୋ ପ୍ରିୟ ମାନେ ଏଇ ଜଗତ ଆମର ଚିରସ୍ଥାୟୀ ନଗର ନାହିଁ ମୋ ପ୍ରିୟ ମାନେ। ଏ ଜଗତ ଆମର ଚିରସ୍ଥାୟୀ ନଗର ନୁହେଁ। ସିଓନ ଦେଶ ହମାରା ହି ଦେଶ, ରେହତେ हैं हम परदेश। ତ ଏଇ ପରଦେଶରେ ଆମେ କାହିଁକି ଅଧିକ ମାତିକିରି ଅଛୁ? ଆମ ଦେଶ ହଉଛି ସିଓନ ଦେଶ ବା ସ୍ୱର୍ଗ ଦେଶ ହଉଛି ଆମ ଦେଶ। ଫିଲିପିଓ 2:20 ପଦରେ ଲେଖାଯାଏ, ତୁମେ ମାନେ ତ ସ୍ୱର୍ଗ ରାଜ୍ୟର ପ୍ରଜା, ଆଉ ଏଇ ସ୍ଥାନରେ ତୁମେ ମାନେ ତାଙ୍କର ଆଗମନର ଅପେକ୍ଷାରେ ଅଛ। ମୋ ପ୍ରିୟ ମାନେ, ଆମମାନେ ଏଇ ପୃଥିବୀରେ ଅଛୁ ଖାଲି ଯୀଶୁଙ୍କର ଆଗମନର ଅପେକ୍ଷାରେ ଅଛୁ, ନହେଲେ ଆମମାନଙ୍କର ସିଟିଜେନସିପ ବା ଆମମାନଙ୍କର ନାଗରିକତା ସ୍ୱର୍ଗରେ ଅଛି। We are the citizenship of heaven. Hallelujah. ସେଥିପାଇଁ ମୋ ପ୍ରିୟ ମାନେ ଏ ଜଗତର ଚାକଚକ୍ୟ, ଏ ଜଗତର ମୋହମାୟା, ଏ ଜଗତର ଧନ ସମ୍ପତ୍ତି ଉପରେ ଅଧିକ ମନ ଦିଅନ୍ତୁ ନାହିଁ। ଅଧିକ ମନ ଈଶ୍ୱରଙ୍କ ବାକ୍ୟରେ ଦିଅନ୍ତୁ, ଯାହାକି ଅକ୍ଷୟ ଅଟେ, ଯାହାକି ଚିରସ୍ଥାୟୀ ଅଟେ। ଆଉ ସେଇ ଚିରସ୍ଥାୟୀ ବାକ୍ୟ ବା ପରମାନେଣ୍ଟ ବାକ୍ୟରେ ଆପଣ ମାନଙ୍କର ମନକୁ ଦିଅନ୍ତୁ। ମନ ତୁ ଆଜି ଯୀଶୁରେ ଲଗା, କାଲି କି ହେବ ତୁ ଜାଣୁନା। ଏ ମୋ ପ୍ରିୟ ମାନେ, ଆଜି ଆମର ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ,
ଆମେ ଆମର ମନକୁ ଯୀଶୁଙ୍କ ଠାରେ ଦେବା, ଆମର ମନକୁ ତାଙ୍କର ବାକ୍ୟରେ ଦେବା, ଆମ ମାନଙ୍କର ମନକୁ ପ୍ରଭୁଙ୍କର ଉପାସନା ବା ପ୍ରଭୁଙ୍କୁ ପ୍ରଣାମ କରିବା ନିମନ୍ତେ ଦେବା, ଆମମାନଙ୍କର ମନକୁ ପ୍ରଭୁଙ୍କୁ ଗୌରବ କରିବା ନିମନ୍ତେ ଦେବା, ଆମମାନଙ୍କର ଜୀବନକୁ ଈଶ୍ୱରଙ୍କୁ ଭୟ ଭକ୍ତି କରିବା ନିମନ୍ତେ ଦେବା। ମୋ ପ୍ରିୟମାନେ, ହାଲେଲୁୟା। ଆଜି ମଧ୍ୟ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଭାବେ ଆମମାନଙ୍କ ସହିତ କଥା କହୁଅଛି। ତେବେ ମୋ ପ୍ରିୟମାନେ, ଆଜି ଆମର ଜୀବନକୁ ଆମେ ଚେଞ୍ଜ କରିବା। ବାଇବେଲ ଲେଖା ହେଇଛି, ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ତେବେ ମୋ ପ୍ରିୟମାନେ, ବାକ୍ୟ ଅନୁସାରେ ଆମେ ଆପଣଙ୍କୁ ପରିବର୍ତ୍ତିତ କରିବା। ଆମେ ଆପଣଙ୍କୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା, ପୁଣି ଆମେ ଈଶ୍ୱରଙ୍କୁ ଭୟ ଭକ୍ତି କରିବା, ଈଶ୍ୱରଙ୍କୁ ଗୌରବ ଦେବା, ଈଶ୍ୱରଙ୍କୁ ପ୍ରଣାମ କରିବା, ନା କି ଧନ ସମ୍ପତ୍ତି ପଛରେ ଦୌଡ଼ିବା, ନା କି ଜଗତର ଚାକଚକ୍ୟ ପଛରେ ଦୌଡ଼ିବା। କଣ ଖାଇବି, କଣ ପିନ୍ଧିବି, କେମିତି ବଡ ଘରେ ରହିବି, ସେଇ ବିଷୟ ଚିନ୍ତା କରିବାର ସମୟ ନାହିଁ ମୋ ପ୍ରିୟମାନେ। ଶେଷ ସମୟ ଉପସ୍ଥିତ, ଆଉ ସେଥିପାଇଁ ଆମମାନେ ଆପଣଙ୍କୁ ପ୍ରସ୍ତୁତ କରିବା। ଦୂତ ଦେଖନ୍ତୁ ଉଡି ଉଡି ପ୍ରଚାର କରୁଅଛନ୍ତି, ଈଶ୍ୱରଙ୍କୁ ଭୟ କର। 2 ନମ୍ବର ପଏଣ୍ଟ, ଈଶ୍ୱରଙ୍କୁ ଗୌରବ ଦିଅ, ପଶୁକୁ ଗୌରବ ଦିଅ ନାହିଁ, ଧନ ସମ୍ପତ୍ତିକୁ ଗୌରବ ଦିଅ ନାହିଁ, ଧନ ସମ୍ପତ୍ତି ପଛରେ ଦୌଡ଼ ନାହିଁ, ପଶୁର ପ୍ରତିମାକୁ ପ୍ରଣାମ କର ନାହିଁ, କିନ୍ତୁ ଈଶ୍ୱରଙ୍କୁ ପ୍ରଣାମ କର ବୋଲି ଏଇ 3ଟି ପଏଣ୍ଟ ପ୍ରଥମ ଦୂତ ପ୍ରଚାର କରୁଅଛନ୍ତି ମୋ ପ୍ରିୟମାନେ। ତାପରେ ଆମେ ଦ୍ୱିତୀୟ ଦୂତ ଆଡକୁ ପଳେଇବା, ସମୟ ବହୁତ କମ ଅଛି। ଆମେ ଦ୍ୱିତୀୟ ଦୂତ ଆଡକୁ ଯିବା। 8 ପଦ ଆମେ ପଢିବା। ପ୍ରକାଶିତ 14 ପର୍ବ ତାହାଙ୍କ ତାର 8 ପଦ। ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିକୁ ଆପଣା ବ୍ୟଭିଚାରର କାମ ରୂପ ମଦିରା ପାନ କରାଇଅଛି, ସେ ପତିତ ଅଧପତିତ ହୋଇଅଛି। ତେବେ 2 ନମ୍ବର ଦୂତ କଣ ସେ ପ୍ରଚାର କରୁଛନ୍ତି? ସେ ଉଡି ଉଡି କହୁଛନ୍ତି କଣ? ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମ ରୂପ ମଦିରା ପାନ କରାଇଅଛି, ସେ ପତିତ ଅଧପତିତ ହୋଇଅଛି। ତେବେ ଏଇ 2 ନମ୍ବର ଦୂତ ସେ ଘୋଷଣା କରି କଣ କହୁଛନ୍ତି ମୋ ପ୍ରିୟମାନେ? ଯେଉଁ ମହାନଗରୀ ବାବିଲ ସମସ୍ତ ଜାତି, ମହାନଗରୀ ବାବିଲ ଅର୍ଥ ଜଗତକୁ ବୁଝାଏ ମୋ ପ୍ରିୟମାନେ। ଏ ଜଗତର ସିଷ୍ଟମ, ୱାର୍ଲଡ ସିଷ୍ଟମକୁ ବୁଝାଏ ମହାନଗରୀ ବାବିଲ। ଆପଣ ମାନେ ଜାଣିଛନ୍ତି ବାବିଲୋନ, ବାବିଲୋନ ହଉଛି ଗୋଟେ ପ୍ରକାର ଜାଗତିକ କଣ୍ଟ୍ରି ବା ଗୋଟେ ପ୍ରକାର ବ୍ୟଭିଚାର ବା ପାପରେ ଲିପ୍ତ ହେଇଥିବା କଣ୍ଟ୍ରି ହଉଛି ବାବିଲୋନ। ଆଉ ସେଇ ସମୟରେ ପୁରାତନ ସମୟରେ, ଆଉ ସେଇ ବାବିଲୋନ ମହାନଗରୀକୁ କଣ କୁହାଯାଏ ନା ମହାନଗରୀ ବାବିଲ ବୋଲି କହିଲେ ସମଗ୍ର ଜଗତକୁ ବୁଝାଏ। ଏତିକି ଜାଣିଥାନ୍ତୁ। ଆଉ ଆର ଏକ୍ସପ୍ଲାନେସନ 17 ପର୍ବ, ପ୍ରକାଶିତ ବାକ୍ୟ 17 ପର୍ବ 18 ପର୍ବରେ ଦିଆଯାଇଛି, ତାହା ଆମେ ଆଗକୁ ଷ୍ଟଡି କରିବା। କିନ୍ତୁ ଆଜି ଏତିକି ଜାଣି ରଖନ୍ତୁ, ଏଇ ଯୋଉ ମହାନଗରୀ ବାବିଲ ଯେ କି ସମସ୍ତ ଜାତିକୁ ଆପଣ ବ୍ୟଭିଚାରର କାମ ରୂପ ମଦିରା ପାନ କରାଇଅଛି। ସମସ୍ତ ଜାତି, ଧ୍ୟାନ ଦିଅନ୍ତୁ, ସମସ୍ତ ଜାତିକୁ, ସବୁ ପ୍ରକାର ଜାତି, ପୃଥିବୀର ଯେତିକି ଜାତି ସବୁ ଅଛନ୍ତି, ସବୁ ପ୍ରକାର ଜାତିକୁ ଏଇ ମହାନଗରୀ ବାବିଲ ଅର୍ଥାତ୍ ଭଣ୍ଡ ଖ୍ରୀଷ୍ଟର ରାଜ୍ୟ, ଭଣ୍ଡ ଖ୍ରୀଷ୍ଟର ଶାସନ, ଏ ଭଣ୍ଡ ଖ୍ରୀଷ୍ଟର ଶାସନ କଣ କରିବ ନା ସମସ୍ତ ଜାତିର, ସମସ୍ତ ଭାଷାବାଦୀ, ସମସ୍ତ ବଂଶୀୟ ଲୋକମାନଙ୍କୁ ବ୍ୟଭିଚାର ପାପର ମଦିରା ପାନ କରାଇବ। ପାପ, ମନ୍ଦ, ଅଭିଳାଷ, ବ୍ୟଭିଚାର, କୁସଂସର୍ଗ, ଏଇ ସବୁ ପାପର ମଦିରା ପାନ କରାଇବ କିଏ? ଏଇ ଭଣ୍ଡ ଖ୍ରୀଷ୍ଟ। ତ ଏଇ ଯୋଉ ବାବିଲୋନ, ମହାନଗରୀ ବାବିଲ, ଏହା ଭଣ୍ଡ ଖ୍ରୀଷ୍ଟର ଶାସନକୁ ବୁଝାଏ। ଭଣ୍ଡ ଖ୍ରୀଷ୍ଟର ଯୋଉ ପାପମୟ ଶାସନ, ବ୍ୟଭିଚାର ଶାସନ କୁ ବୁଝାଏ। ଆଉ ସେ ସମସ୍ତ ଜାତିକୁ କଣ କରିବ? ଲେଖାଯାଏ ବ୍ୟଭିଚାରର କାମ ରୂପ ମଦିରା। ଅର୍ଥାତ୍ ମୁଁ କହିଥିଲି ଆପଣ ମାନଙ୍କୁ, ସେଇ ସମୟରେ ଘୃଣ୍ୟ ସମୟ ଉପସ୍ଥିତି ହବ, ଆଉ ବହୁତ ପାପ ବୃଦ୍ଧି ପାଇବ। ପ୍ରଭୁ କହନ୍ତି ଅଧର୍ମ ବୃଦ୍ଧି ପାଇବ। ସେଇ ସମୟରେ ବହୁତ ପରିମାଣରେ ସେ ଅଧର୍ମ ଯାକ କରିବ। ତେବେ ଏଇ 2 ନମ୍ବର ଦୂତ ଉଡି ଉଡି କଣ କହୁଛନ୍ତି ନା ସମୟ ଉପସ୍ଥିତ ହେଇଗଲା, ଯେଉଁ ନଗରୀ ବା ଯେଉଁ ଦେଶ ଲୋକମାନଙ୍କୁ ପାପ ବ୍ୟଭିଚାର କରିବା ପାଇଁ ସମସ୍ତ ଜାତିକୁ ସେ କଣ ପ୍ରୋତ୍ସାହନ ଦଉଥିଲା ବା ସେମାନଙ୍କୁ ଅନୁମତି ଦଉଥିଲା ବା ଲାଇସେନ୍ସ ଦଉଥିଲା ପାପ କରିବାଟା ଲିଗାଲ ହେଇଯିବ ମୋ ପ୍ରିୟ ମାନେ ସେ ସମୟରେ। ତେବେ ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତିବ ବୋଲିକିରି ଇଏ ଦ୍ୱିତୀୟ ଦୂତ ପ୍ରଚାର କରୁଛନ୍ତି। ସେ କହନ୍ତି ସେ ପତିତ ଅଧପତିତ ହୋଇଅଛି। ପତିତ ଅଧପତିତ ହୋଇଅଛି ଅର୍ଥାତ୍ ମାନେ ତା ଉପରେ ଈଶ୍ୱରଙ୍କର କଣ ବର୍ତ୍ତିବାକୁ ଯାଉଛି? ସେ ତୁରୀ ଦ୍ଵାରା, 7ଟି ତୁରୀ ଆଉ 7ଟି ସପ୍ତ ପାତ୍ର ଦ୍ଵାରା, ମାନେ ସେଇ ସମଗ୍ର ପୃଥିବୀ ଉପରେ, କାରଣ ସେଇ ଯୋଉ ନଗରୀ ବାବିଲ ନଗରୀ, ତାହା ମହାନଗରୀ, ତାହା ହଉଛି ସମଗ୍ର ପୃଥିବୀକୁ ବୁଝାଏ। ଆଉ ସମଗ୍ର ପୃଥିବୀ ଉପରେ ପରମେଶ୍ୱରଙ୍କର କ୍ରୋଧ ବର୍ତ୍ତିବ ବା ବୋଲି ସେ ଦୂତ କହୁଛନ୍ତି।
ତେବେ ସେ କ୍ରୋଧ ବର୍ତ୍ତିବା ପୂର୍ବରୁ ତୁମ୍ଭେ ମାନେ ଈଶ୍ୱରଙ୍କ ସୁସମାଚାର ଗ୍ରହଣ କର, ଆଉ ସେ କ୍ରୋଧରୁ ତୁମମାନେ ପ୍ରଭୁ ତୁମକୁ ସୁରକ୍ଷା ଦେବେ ବୋଲି ଏଇ ଦୂତ କହୁଛନ୍ତି। ଠିକ ଅଛି, ଈଶ୍ୱରଙ୍କ କ୍ରୋଧ ବର୍ତ୍ତିବ ପାପ ସକାଶୁ, ଏଇ ପାପ ଯୋଗ୍ୟତା ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତିବ, ଆଉ ସେଥିପାଇଁ ତୁମ୍ଭେ ମାନେ ସେଇ କ୍ରୋଧରୁ ଯେ ପ୍ରକାର ରକ୍ଷା ପ୍ରାପ୍ତ ହବ। କାରଣ ମୋ ପ୍ରିୟ ମାନେ ସେ ମହାକ୍ଲେଶ ସମୟରେ ମଧ୍ୟ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ସୁରକ୍ଷା ଦେବେ। ଏଇ ଗୋଟେ କଥା, ଏ ପଏଣ୍ଟ ଜାଣିଥାନ୍ତୁ। ଯୋଉମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରିବେ, ଏ ପ୍ରକାର ଅନେକ ଜିହୁଦୀ ମାନଙ୍କୁ, ଏ ପ୍ରକାର ଅନେକ ବିଜାତି ମାନଙ୍କୁ ମଧ୍ୟ ପ୍ରଭୁ କଣ ଦେବେ ନା ସୁରକ୍ଷା ଦେବେ। ସେମାନଙ୍କୁ ଗୋଟେ ସୁରକ୍ଷା ସ୍ଥାନକୁ ପ୍ରଭୁ ନେଇଯିବେ। ଆମେ ଯୋଉଟା କି ଷ୍ଟଡି କରିଥିଲୁ 12 ପର୍ବରେ ଲେଖାଯାଏ, ଆଉ ସେ ସର୍ପ ଗୋଡାଉଛି ସେ ସ୍ତ୍ରୀ ଲୋକକୁ, ଆଉ ପ୍ରଭୁ ସେଇ ସ୍ତ୍ରୀ ଲୋକକୁ 12 ମାସ 1260 ଦିନ ଅର୍ଥାৎ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଏକ ସୁରକ୍ଷାମୟ ସ୍ଥାନକୁ ନେଇ ଯାଉଛନ୍ତି। ତେବେ ତାହା ହଉଛି କଣ, ଅନେକ ଏ ପ୍ରକାର ସେ କ୍ଲେଶର ସମୟରେ ମଧ୍ୟ ପ୍ରଭୁ ଅନେକଙ୍କୁ ସୁରକ୍ଷା ଦେବେ। ତେବେ ଯୋଉମାନେ ଗ୍ରହଣ କରିବେ, ଯୋଉମାନେ ଶୈତାନର ଚିହ୍ନ ଗ୍ରହଣ କରିବେ ନା, କିନ୍ତୁ ଯୋଉମାନେ ସୁସମାଚାର ଗ୍ରହଣ କରିବେ ସେମାନଙ୍କୁ ପ୍ରଭୁ ସୁରକ୍ଷା ଦେବେ। ଅନେକ ତ ବଧ କରାଯିବେ, କିନ୍ତୁ ଅନେକ ଯୀଶୁଙ୍କ ପାଇଁ ବଧ ହେବେ, ଆଉ ଅନେକଙ୍କୁ ପ୍ରଭୁ କଣ ଦେବେ, ସୁରକ୍ଷା ଦେବେ। ଏବେ ଯେମିତି ଶିଷ୍ୟମାନେ ପାଉଲ ଯୀଶୁଙ୍କର ସୁସମାଚାର ନିମନ୍ତେ ବଧ କରାଗଲେ, ପିତର ପୁଣି ଅନ୍ୟ 12 ଜଣ ଶିଷ୍ୟ ସମସ୍ତେ ଯୀଶୁଙ୍କ ସୁସମାଚାର ପାଇଁ ସେମାନେ ବଳିଦାନ ହେଇଗଲେ ବା ବଧ କରାଗଲେ। ଠିକ ସେଇ ପ୍ରକାର ସେଇ ସମୟରେ ମଧ୍ୟ ଅନେକ ବଧ କରାଯିବେ ସୁସମାଚାର ନିମନ୍ତେ, ଆଉ ଅନେକ ପ୍ରଭୁ ସେମାନଙ୍କୁ କଣ ଦେବେ, ସୁରକ୍ଷା ଦେବେ। ତାପରେ ଆମେ 3 ନମ୍ବର ଦୂତ କଥା ପଢିବା, 9 ପଦ ଆଉ 10 ପଦ। ସେମାନଙ୍କ ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ୱରରେ କହିଲେ, ଯଦି କେହି ସେଇ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ, ପୁଣି ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, ତେବେ ସେ ମଧ୍ୟ ଈଶ୍ୱରଙ୍କ କପ ରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି ତାହା ପାନ କରିବ, ପୁଣି ପବିତ୍ର ଦୂତଗଣଙ୍କ ଓ ମେଷ ଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ଦେଖନ୍ତୁ, ତୃତୀୟ ଦୂତ ମଧ୍ୟ ଆସିଲେ ଉଡି ଉଡି ପ୍ରଚାର କରିବା ପାଇଁ। କଣ ପ୍ରଚାର କଲେ? ସେମାନଙ୍କ ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ, ଦେଖନ୍ତୁ ସେଇ ପଶୁ ଆଉ ତାର ପ୍ରତିମାକୁ ପ୍ରଣାମ କରେ, ପୁଣି ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ। ଦେଖନ୍ତୁ ସେ ଭଣ୍ଡ ଖ୍ରୀଷ୍ଟ 3ଟା ବିଷୟ କରୁଛି। ଗୋଟେ କଣ, ଗୋଟେ ପଶୁ କୁ ପ୍ରଣାମ କରିବା ପାଇଁ ଲୋକଙ୍କୁ ବାଧ୍ୟ କରୁଛି, ପୁଣି ତାର ପ୍ରତିମାକୁ ପ୍ରଣାମ କରିବା ପାଇଁ ବାଧ୍ୟ କରୁଛି, ପୁଣି ଲୋକମାନେ ଯେପରି ଆପଣା କପାଳରେ ତାର ଚିହ୍ନ ଗ୍ରହଣ କରିବେ ସେଥିପାଇଁ ସେ ବାଧ୍ୟ କରୁଛି। କିନ୍ତୁ ଏଇ ଦୂତ କଣ କରୁଛନ୍ତି, ସବୁ ଲୋକଙ୍କୁ କହୁଛନ୍ତି ଯେ ଦେଖ, ସେ ଯେତେ ବାଧ୍ୟ କଲେ ମଧ୍ୟ ତୁମେ ତାର ପଶୁକୁ ପ୍ରଣାମ କରିବ ନାହିଁ, କି ତାର ପ୍ରତିମାକୁ ପ୍ରଣାମ କରିବ ନାହିଁ, କି କପାଳରେ କି ହାତରେ ତା ଚିହ୍ନ ଗ୍ରହଣ କରିବ ନାହିଁ। ଯଦି ତୁମେ କରିବ, ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପ ରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଛି ତାହା ପାନ କରିବ, ପୁଣି ପବିତ୍ର ଦୂତଗଣଙ୍କ ଓ ମେଷ ଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବା ଅର୍ଥାତ୍ ହଉଛି ଦ୍ୱିତୀୟ ମୃତ୍ୟୁ। ଅର୍ଥାତ୍ ପ୍ରଭୁ ଯୋଉମାନେ ଚିହ୍ନ ନେବେ, ପଶୁର ପ୍ରତିମାକୁ ପ୍ରଣାମ କରିବେ, ପଶୁକୁ ପ୍ରଣାମ କରିବେ, ଆଉ ଯୋଉମାନେ ଡାହାଣ ହସ୍ତରେ କିମ୍ବା ମସ୍ତକରେ କପାଳରେ ସେ ପଶୁର ଚିହ୍ନ ଗ୍ରହଣ କରିବେ, ସେମାନଙ୍କୁ ପ୍ରଭୁ ଡାଇରେକ୍ଟ ଲେଖାଯାଏ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ପକାଇଦେବେ, ଅର୍ଥାତ୍ ଅଗ୍ନିମୟ ହ୍ରଦରେ ପକାଇଦେବେ, ଯାହାକି ଦ୍ୱିତୀୟ ମୃତ୍ୟୁ, ଯାହାକି ପ୍ରକାଶିତ ବାକ୍ୟ 20 ପର୍ବ 14-15 ପଦରେ ଲେଖାଯାଏ। ଏବେ ମୋ ପ୍ରିୟ ମାନେ ଏଇଟା ବହୁତ ସିରିୟସ ମ୍ୟାଟର। ଯଦି ଆପଣଙ୍କୁ ହାତରେ କିମ୍ବା କପାଳରେ ଚିହ୍ନ ଗ୍ରହଣ କରିବା ପାଇଁ ଯଦି କେହି ବାଧ୍ୟ କରୁଛି, ତେବେ ଦୟାକରି ନିଅନ୍ତୁ ନାହିଁ। ଯଦି ନେଇଯିବା, ତେବେ ଲେଖାଯାଏ ଆମେ ଆଉ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବା ନାହିଁ, କାରଣ ସେ ଭଣ୍ଡ ଖ୍ରୀଷ୍ଟ ଆମକୁ କଣ୍ଟ୍ରୋଲ କରିବ। ଏବେ ଦେଖନ୍ତୁ, ଯୋଉ ଚିପ୍ ବିଷୟରେ ଆମେ ପ୍ରାୟ ଶୁଣୁଛୁ, ଅନେକ ଜଣ ପ୍ରଚାର କରୁଛନ୍ତି, ସେ ଚିପ୍ ମାନେ ବ୍ରେନ ରେ ଲାଗିବ, ଆହୁରି ହାତରେ ବି ଲାଗିବ, ଆଉ ସେ ଚିପ୍ ଆମର ବ୍ରେନ କୁ କଣ୍ଟ୍ରୋଲ କରିବ। ମାନେ ଏତେ ଟେକ୍ନୋଲୋଜି ଏମିତି ଆଡଭାନ୍ସ ହେଇଗଲାଣି ଯେ ସେ ଚିପ୍ ଆମର ବ୍ରେନ କୁ କଣ୍ଟ୍ରୋଲ କରିବ। ମୋ ପ୍ରିୟ ମାନେ, ଯେତେବେଳେ ଚିପ୍ ଆମ ବ୍ରେନ କୁ କଣ୍ଟ୍ରୋଲ କରିବ, ତେବେ ଆମ ବ୍ରେନ ଆମକୁ କହିବ ଯାହା ପଶୁର ପ୍ରତିମାକୁ ପ୍ରଣାମ କରେ, ଯାହା ପଶୁକୁ ପ୍ରଣାମ କରେ, ଯାହା ଚିହ୍ନ ଗ୍ରହଣ କରେ ବୋଲି ସେ ଚିପ୍ ଦ୍ୱାରା, ମାନେ ସେ ୱାନ୍ ୱାର୍ଲଡ ଲିଡର ବା ସେ ଭଣ୍ଡ ଖ୍ରୀଷ୍ଟ ଲୋକମାନଙ୍କୁ କଣ କରିବ, କଣ୍ଟ୍ରୋଲ କରିବ। ଆଉ ଯେ ସେ ପଶୁକୁ ପ୍ରଣାମ କରିବ, ଯେ ସେ ପଶୁର ପ୍ରତିମାକୁ ଗ୍ରହଣ କରିବ, ଆଉ ଯାହା ତାର ଚିହ୍ନକୁ ଗ୍ରହଣ କରିବ,
ଲେଖାଯାଏ ସେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ସ୍ଥାନ ପାଇବ। ତେବେ ମୋ ପ୍ରିୟ ମାନେ ପ୍ରଭୁଙ୍କର ଧନ୍ୟବାଦ ହେଉ, ସେଇ 7 ବର୍ଷ କ୍ଲେଶ ପୂର୍ବରୁ ବା ଚିହ୍ନ ଆସିବା ପୂର୍ବରୁ ପ୍ରଭୁ ଆମମାନଙ୍କୁ ରେପଚର କରି ନେବା ପାଇଁ ଆସିଅଛନ୍ତି। ହାଲେଲୁୟା। ସେଥିପାଇଁ ମୋ ପ୍ରିୟ ମାନେ ମୁଁ ଆପଣ ମାନଙ୍କୁ ଅନୁରୋଧ କରିବି, ଆଉ ମୁଁ ମଧ୍ୟ ଆମମାନେ ରେପଚରରେ ପଳେଇ ଯିବା, ସେଥିରେ ଆମର ମଙ୍ଗଳ। ଯଦି ରେପଚରରେ ନ ଗଲୁ ତେବେ ହାୟ 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 ଆମେ ମାନେ ଦଣ୍ଡର ପାତ୍ର। ସେଥିପାଇଁ ମୋ ପ୍ରିୟ ମାନେ ସମୟ ଥାଉ ଥାଉ ପ୍ରଭୁ କହନ୍ତି ଜାଗି ରହି ପ୍ରାର୍ଥନା କର, କାରଣ ସେ ସମୟ କେବେ ଆସିବ ତୁମମାନେ ଜାଣ ନାହିଁ। ଆଉ ସେ ସମୟ ହଠାତ୍ ଉପସ୍ଥିତ ହେବ। ଲେଖାଯାଏ ପୃଥିବୀ ବାସୀ ମାନଙ୍କ ଉପରେ ଏକ ଫାନ୍ଦ ସ୍ୱରୂପେ ତାଙ୍କର ଦିନ ଉପସ୍ଥିତ ହେବ। ତାହା ଲେଖାଯାଏ ଲୁକ ତାର 21 ପର୍ବ 34, 35, 36 ପଦ ଆଡେ ଲେଖାଯାଏ ଜାଗି ରହି ପ୍ରାର୍ଥନା କର, କାରଣ କେଉଁ ସମୟରେ ତୁମ ପ୍ରଭୁ ଆସିବେ ତୁମମାନେ ଜାଣିନାହ। ଆଉ ସମଗ୍ର ପୃଥିବୀ ନିବାସୀ ଉପରେ ସେଇ ଦିନ ଏକ ଫାନ୍ଦ ସ୍ୱରୂପ ଆସିବ ବୋଲି ସେଠାରେ ଲେଖାଯାଏ। ଏଣୁ ତୁମାନେ ଯେ ପ୍ରକାର ସେଇ ସମୟରୁ ରକ୍ଷା ପାଇବା ନିମନ୍ତେ ଜାଗି ରହି ପ୍ରାର୍ଥନା କର ବୋଲି ଲେଖାଯାଏ ସେଇ ସ୍ଥାନରେ। ଆପଣ ପରେ ତାହା ପଢନ୍ତୁ, ବାଇବେଲ ଷ୍ଟଡି କଲା ବେଳକୁ ଲେଖି ରଖନ୍ତୁ ଏବେ। ଆଉ ତାହା ହଉଛି ଲୁକ 21 ପର୍ବ 34, 35, 36। ଠିକ ଅଛି, ଏବେ ଆଗକୁ ଯିବା। ତେବେ ଏଇ ତୃତୀୟ ଦୂତ କଣ କରୁଛନ୍ତି? ଉଚ୍ଚ ସ୍ୱରରେ କହୁଛନ୍ତି ପଶୁକୁ ପ୍ରଣାମ କର ନାହିଁ, ତାର ପ୍ରତିମାକୁ ପ୍ରଣାମ କର ନାହିଁ, କି କପାଳି କି ହାତରେ ତାହାର ଚିହ୍ନ ଗ୍ରହଣ କର ନାହିଁ। ତେବେ ସେ ମଧ୍ୟ ଯଦି ଗ୍ରହଣ କରିବ ତେବେ ତୁମାନେ ଈଶ୍ୱରଙ୍କ କ୍ରୋଧର ପାତ୍ରର। ତେବେ ଈଶ୍ୱରଙ୍କ କ୍ରୋଧର ପାତ୍ର ମଧ୍ୟ ରହିଛି। ମୁଁ କହିଲି 7ଟି ତୁରୀ ପନିଶମେଣ୍ଟ ଆଉ 7ଟି ପାତ୍ର ଢଳାଯିବ। ତ ସେଇ ପନିଶମେଣ୍ଟ ରହିଛି, ଆଉ ସେଇ ପନିଶମେଣ୍ଟ ଯୋଉମାନେ ଚିହ୍ନ ଗ୍ରହଣ କରିଥିବେ ସେମାନଙ୍କ ଉପରେ ଅଧିକ ହବ ସେଇ ମହାକ୍ଲେଶ ସମୟରେ। ଆଉ ଯୋଉମାନେ ସେଇ ସମୟରେ ଚିହ୍ନ ଗ୍ରହଣ କରିନଥିବେ ସେମାନଙ୍କୁ ପ୍ରଭୁ ସୁରକ୍ଷା ଦେବେ, ଆଉ ପ୍ରଭୁଙ୍କର କ୍ରୋଧ ସେମାନଙ୍କ ଉପରେ ବର୍ତ୍ତିବ ନାହିଁ। କେଉଁମାନଙ୍କ ଉପରେ? ଯୋଉମାନେ କି ସେ ଦୂତ ମାନଙ୍କର ସୁସମାଚାର ଶୁଣି ସେ ସୁସମାଚାରକୁ ଗ୍ରହଣ କରିଥିବେ ଆଉ ସେ ସୁସମାଚାରକୁ ବିଶ୍ୱାସ କରିଥିବେ। ସେମାନେ ଭଣ୍ଡ ଖ୍ରୀଷ୍ଟ ଦ୍ଵାରା ବଧ କରାଯିବେ, ତଥାପି ସେମାନେ ପ୍ରତିମାକୁ ପ୍ରଣାମ କରିବେ ନାହିଁ କିମ୍ବା ତାର ଚିହ୍ନକୁ ସେମାନେ ଆପଣା କପାଳରେ କି ହସ୍ତରେ ସେମାନେ ନେବେ ନାହିଁ। ଏବେ ମୋ ପ୍ରିୟ ମାନେ ପ୍ରଭୁଙ୍କର ଧନ୍ୟବାଦ ହେଉ ଯେ ପ୍ରଭୁ ସେଇ ସମୟରେ ମଧ୍ୟ ଅନେକଙ୍କୁ ଉଦ୍ଧାର କରୁଅଛନ୍ତି। 140,000 ଯିହୁଦୀ ମାନଙ୍କୁ ମନୋନୀତ କରୁଛନ୍ତି ପ୍ରଚାର କରିବା ପାଇଁ। 3 ଜଣ ଦୂତକୁ ମଧ୍ୟ ପ୍ରେରଣ କରୁଛନ୍ତି ପ୍ରଚାର କରିବା ପାଇଁ। ପୁଣି 2 ଜଣ ସାକ୍ଷୀକୁ ମଧ୍ୟ ପ୍ରେରଣ କରୁଛନ୍ତି ପ୍ରଚାର କରିବା ପାଇଁ। ତୋ ଦ୍ୱାରା ଅନେକ ଲୋକମାନେ ଯେପରି ବିନଷ୍ଟ ନ ହୋଇ ଉଦ୍ଧାର ପ୍ରାପ୍ତ ହୁଅନ୍ତି, ତହିଁରେ ପରମେଶ୍ୱରଙ୍କର ପରମ ସନ୍ତୋଷ। ସେଥିପାଇଁ ମୋ ପ୍ରିୟ ମାନେ ଆମମାନଙ୍କ ପ୍ରଭୁ ଦୟାଳୁ ଅଟନ୍ତି, ପ୍ରେମମୟ ଅଟନ୍ତି, ଦୀର୍ଘ ସହିଷ୍ଣୁ ଅଟନ୍ତି। ଆଗକୁ ଆମେ ଯିବା। ଏ 10 ପଦ ଆମେ ପଢିଗଲୁ ଯେ ପବିତ୍ର ଦୂତଗଣଙ୍କ ମେଷ ଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ଵାରା ଯନ୍ତ୍ରଣା ପ୍ରାପ୍ତ ହେବେ। ଯୋଉମାନେ ଚିହ୍ନ ଗ୍ରହଣ କରିବେ ସେମାନଙ୍କର ଆଉ ସ୍ୱର୍ଗ ରାଜ୍ୟରେ ସେମାନେ ଅଧିକାରୀ ହେଇପାରିବେ ନାହିଁ। ମୋ ପ୍ରିୟ ମାନେ ସେମାନେ ଅଗ୍ନି ଆଉ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ସ୍ଥାନ ପାଇବେ। ପୁଣି 11 ପଦ ଆମେ ପଢିବା, 11, 12, 13 ପଦ ପଢି ଆମେ ସମାପ୍ତ କରିବା। ଏପରି ଲୋକଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠିବ, ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମରେ ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। ଏଠାରେ ସାଧୁମାନଙ୍କର ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କର ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ। ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କର କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ଧନ୍ୟବାଦ ସାର୍। ଏଇ ସ୍ଥାନରେ ଆମେ ସ୍ପଷ୍ଟ ଭାବେ ଦେଖିପାରୁଛୁ ମୋ ପ୍ରିୟ ମାନେ, ଯେଉଁମାନେ ସେ ପ୍ରତିମାର ଚିହ୍ନ ଗ୍ରହଣ କରିବେ, ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିବେ, ପ୍ରତିମାକୁ ପ୍ରଣାମ କରିବେ, ପଶୁକୁ ପ୍ରଣାମ କରିବେ, ସେମାନଙ୍କର ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ। ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ, ମାନେ ଯୁଗେ ଯୁଗେ ଉଠୁଥିବ ବୋଲି କହିଲେ ମାନେ ଲେଖାଯାଏ ଯେ ନିରନ୍ତର ସେଇ ଅଗ୍ନିମୟ ଗନ୍ଧକ ପ୍ରଜ୍ୱଳ ହ୍ରଦରେ ସେମାନେ ଆଉ ଟିକେ ମଧ୍ୟ ଆଉ ରେଷ୍ଟ ପାଇବେ ନାହିଁ। କାରଣ ସେ ଅଗ୍ନି ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ବା ନର୍କରେ ରେଷ୍ଟ ଅଛି କି? ରେଷ୍ଟ ନାହିଁ। ସେ ଧନୀ ଲୋକ ଯେତେବେଳେ ପଡିଗଲା, ଧନୀ ଲୋକ ଆଉ ଲାଜର କଥା ତ ଆପଣ ମାନେ ଜାଣିଛନ୍ତି। ଧନୀ ଲୋକ ଯେତେବେଳେ ସେ ନର୍କରେ କଲବଲ ହେଉଥିଲା, ସେ କହିଲା ଯେ ଗୋଟେ ଟୋପା ପାଣି ମତେ ମୋ ଜିଭରେ ଲଗେଇ ଦିଅନ୍ତୁ। କିନ୍ତୁ ପ୍ରଭୁ କହିଲେ ନାଇଁ, ହେଇପାରିବ ନାହିଁ। ଏବେ ମୋ ପ୍ରିୟ ମାନେ ଗୋଟେ ସେକେଣ୍ଡ ମଧ୍ୟ ସେଇ ସ୍ଥାନରେ ବିରତି ନାହିଁ ମୋ ପ୍ରିୟ ମାନେ।
बा इंटरवल इंटरमिशन नाही सेठी के भी क्लेशर गोटे सेकंड बाय मध्ये इंटरमिशन नाही नरकरे बा से गंधक प्रज्वलित हृदय टिके भी इंटरवल नाही मो प्रिय माने ସେଥିପାଇଁ ଆମ ମାନେ ମାନେ ଜାଗ୍ରତ ହେବା ଦରକାର ଟିକେ ମଧ୍ୟ नो रेस्ट देयर विल बी नो रेस्ट नो पीस ଲେଖାଯାଏ ସେମାନଙ୍କର ଯନ୍ତ୍ରଣାର ଧୂମ ମାନେ ପ୍ରତ୍ୟେକ ସେକେଣ୍ଡ ପ୍ରତ୍ୟେକ ମିନିଟ ପ୍ରତ୍ୟେକ ଆୱାର देयर विल बी टर्मेंटेशन अर्थात देयर विल बी ଯନ୍ତ୍ରଣା ଯୁଗେ ଯୁଗେ ଯନ୍ତ୍ରଣା ଉଠୁଥିବ ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ ଦିବାରାତ୍ର ବିଶ୍ରାମ ନାହିଁ ମୋ ପ୍ରିୟ ମାନେ this is very serious matter this is very serious matter that's why Jesus died for our sins and the sins of the world ଆଉ ସେଥିପାଇଁ ପ୍ରଭୁ ଯୀଶୁ ଆପଣ ରକ୍ତ ଝରାଇଲେ ଯେ ପ୍ରକାର କି ସେଇ ଯୋଉଠି କି ଯୁଗେ ଯୁଗେ ଦିବାରାତ୍ର ବିଶ୍ରାମ ନାହିଁ ସେଇ ସ୍ଥାନକୁ ଯେ ପ୍ରକାର ଆମେ ନ ଯିବା ଆମେ ଯେ ପ୍ରକାର ନରକରୁ ଉଦ୍ଧାର ପାଇଯିବା ଆମେ ଯେ ପ୍ରକାର ଅଗ୍ନି ପ୍ରଜ୍ୱଳିତ ହ୍ରଦରୁ ଗନ୍ଧକ ପ୍ରଜ୍ୱଳିତ ହ୍ରଦରୁ ଯେ ପ୍ରକାର ଆମେ ରକ୍ଷା ପାଇଯିବା ସେଥିପାଇଁ ଯୀଶୁ ଆପଣ ରକ୍ତ ଝରାଇଛନ୍ତି ଆମ ପାପ ସକାଶୁ ସାରା ଜଗତର ପାପ ସକାଶୁ ସେ ନିଜେ କୃଷ ବହନ କଲେ ରକ୍ତ ଝରାଇଲେ ଯେପରିକି ଆମେ ତାହାଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ସ୍ୱର୍ଗର ରାଜ୍ୟର ଅଧିକାରୀ ହେଇପାରିବା ଆମେ ନରକରୁ ରକ୍ଷା ପାଇପାରିବା ମୋ ପ୍ରିୟ ମାନେ ନରକକୁ ଯାଆନ୍ତୁ ନାହିଁ ମୋ ପ୍ରିୟ ମାନେ ନରକକୁ ପରମେଶ୍ୱର କାହାକୁ ନରକକୁ ପଠାନ୍ତି ନାହିଁ ନରକକୁ ଲୋକମାନେ ନିଜ ଇଚ୍ଛାରେ ସେମାନେ ଚୁଜ୍ କରିକି ଯାଇଥାନ୍ତି ପରମେଶ୍ୱର କଣ କହିବେ କି କାହାକୁ ତୁ ବେବିଚାର ପାପ କରି ଆଉ ନରକକୁ ଯା ବୋଲି ନାଇଁ ମୋ ପରମେଶ୍ୱରଙ୍କ ଇଚ୍ଛା ନାହିଁ ପରମେଶ୍ୱରଙ୍କ ଇଚ୍ଛା ଗୋଟେ ବି ଆତ୍ମା ନଷ୍ଟ ହବ ତାହା ପରମେଶ୍ୱରଙ୍କ ଇଚ୍ଛା ନାହିଁ କିନ୍ତୁ ସେ ଆତ୍ମା ଯେ ପ୍ରକାର ମନ ପରିବର୍ତ୍ତନ କରି ଫେରି ପରିତ୍ରାଣ ପାଇବ ସେଥିରେ ପରମେଶ୍ୱରଙ୍କର ପରମ ସନ୍ତୋଷ ତେବେ ପ୍ରଭୁ କାହାକୁ ନରକକୁ ପଠାନ୍ତି ନାହିଁ ସେ ନିଜେ ଆପଣା କର୍ମ ହେତୁ ସେ ନିଜେ ବାକ୍ୟ ଅନୁସାରେ ବିଚାରିତ ହେଇଥାଏ ଆଉ ସେ ନିଜର କର୍ମ ହେତୁ ସେ ନରକକୁ ଯାଇଥାଏ ସେଥିପାଇଁ ମୋ ପ୍ରିୟ ମାନେ ଆମ ମାନେ ସମୟ ଥାଉ ଥାଉ ଆମ ମାନେ ନିଜକୁ ପରିବର୍ତ୍ତନ କରିବା ପ୍ରଭୁଙ୍କ ଠାରେ ଭରସା ରଖିବା ପ୍ରଭୁଙ୍କ ପଥରେ ଚାଲିବା ପ୍ରଭୁଙ୍କ ବାକ୍ୟ ଅନୁସାରେ ଜୀବନ କାଟିବା ତେବେ ଆମେ ମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବା ସେ ପଶୁର ପ୍ରତିମାକୁ ସେଇ ସମୟରେ ଅନେକ ଲୋକ ନେବେ ସେ ପଶୁକୁ ପ୍ରଣାମ କରିବେ ଆଉ ସେମାନେ ପଶୁର ଚିହ୍ନ ଗ୍ରହଣ କରିବେ ଆଉ ସେଥିପାଇଁ ସେମାନଙ୍କର ଧୂମ ଯୁଗେ ଯୁଗେ ଉଠିବ ସେମାନଙ୍କର ଦିବାରାତ୍ର ଆଉ ବିଶ୍ରାମ ନାହିଁ ମୋ ପ୍ରିୟ ମାନେ ସେମାନେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ସେମାନେ ଯାବଜୀବନ ପ୍ରତ୍ୟେକ ସେକେଣ୍ଡ ପ୍ରତ୍ୟେକ ମିନିଟ ପ୍ରତ୍ୟେକ ଘଣ୍ଟା ଚିନ୍ତା କରନ୍ତୁ ଅନନ୍ତ କାଳ ମୃତ୍ୟୁ ବୋଲି କୁହାଯାଏ ତାକୁ ଅନନ୍ତ ମୃତ୍ୟୁ ବୋଲି କୁହାଯାଏ ସେ ଗନ୍ଧକ ପ୍ରଜ୍ୱଳିତ ହ୍ରଦକୁ ଅନନ୍ତ ମୃତ୍ୟୁ ବୋଲି କୁହାଯାଏ ହଁ ଗୋଟେ ମାସେ ପାଇଁ ହେଇଥାନ୍ତା କି ବର୍ଷେ ପାଇଁ ହେଇଥାନ୍ତା କି 2 ବର୍ଷ କି 10 ବର୍ଷ ପାଇଁ ହେଇଥିଲେ ଅଲଗା କଥା ସେଟା ଅନନ୍ତ କାଳ ମୃତ୍ୟୁ ସେଇଟା ଆଉ ଅନନ୍ତ କାଳ ପର୍ଯ୍ୟନ୍ତ ସେଠି ଯନ୍ତ୍ରଣା ଭୋଗ କରିବା ସ୍ଥାନ ହଉଛି ସେଇ ନର୍କ ବା ଗନ୍ଧକ ପ୍ରଜ୍ୱଳିତ ହ୍ରଦ ମୋ ପ୍ରିୟ ମାନେ ପ୍ରଭୁ ଆମମାନଙ୍କୁ ସେଇଠୁ ରକ୍ଷା କରିବା ପାଇଁ ସେ ଏଇ ଜଗତକୁ ଆସିଲେ ଆଉ ସେଇ ସୁସମାଚାର ଆମେ ଆଜି ଶୁଣି ବିଶ୍ୱାସ କରୁଛୁ ଆଉ ଆମେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବା ଦରକାର ଯେପରିକି ସେମାନେ ଏଇ ଗନ୍ଧକ ପ୍ରଜ୍ୱଳିତ ହ୍ରଦ ବା ଅନନ୍ତ କାଳ ନିମନ୍ତେ ଯନ୍ତ୍ରଣାମୟ ସ୍ଥାନକୁ ଯେପରି ଲୋକମାନେ ନ ଯିବେ ସେଥିପାଇଁ ଆମମାନେ ମଧ୍ୟ ଅନେକଙ୍କୁ ସୁସମାଚାର ଦେଇ ଆଉ ସେମାନଙ୍କୁ ଆମେ ଆତ୍ମା ଲାଭ କରିବା ଦରକାର ବା ସେମାନଙ୍କୁ ଆମେ ସୁସମାଚାର ଦେଇ ସେଇ ଅଗ୍ନିରୁ କାଢିଲା ପରେ ଆମେ ସେମାନଙ୍କୁ କାଢିବା ଦରକାର ତେବେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କର ସେଥିପାଇଁ ପ୍ରଭୁ କହିଲେ ତାଙ୍କ ଶିଷ୍ୟମାନଙ୍କୁ ସମଗ୍ର ଜଗତକୁ ଯାଅ ସୁସମାଚାର ଘୋଷଣା କର ଆଉ ଯେଉଁମାନେ ବିଶ୍ୱାସ କରିବେ ସେମାନଙ୍କୁ ତୁମେ ମୋର ଶିଷ୍ୟ କର ଆଉ ସେମାନଙ୍କୁ ମୋର ସମସ୍ତ ଶିକ୍ଷା ଦେଇ ମୋର ଶିଷ୍ୟ କର ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ମୋର ଶିଷ୍ୟ କର ବୋଲି ପ୍ରଭୁ ଯୀଶୁ ଶିଶୁମାନଙ୍କୁ ଆଜ୍ଞା ଦେଲେ ଆଉ ତାହା ହଉଛି ମହାନ ଆଦେଶ ବା ଗ୍ରେଟ କମାଣ୍ଡମେଣ୍ଟ ବୋଲି କୁହାଯାଏ କାହିଁକି ମୋ ପ୍ରିୟ ମାନେ ଯେପରି ଗୋଟେ ବି ଆତ୍ମା ନଷ୍ଟ ନ ହେବ ସେଥିପାଇଁ ଆଜି ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ନିଜର ଜୀବନ ମଧ୍ୟ ଦେଇକିରି ସୁସମାଚାର ପ୍ରଚାର କରୁଅଛନ୍ତି 12 ଜଣ ଶିଷ୍ୟ ଯାକ ସେମାନେ ଆପଣା ଜୀବନ ଆହୁତି ଦେଇଦେଲେ ବଳିଦାନ ହେଇଗଲେ ସ୍ତିଫାନକୁ ପଥର ମାରି ଦିଆଗଲା ଯୀଶୁଙ୍କର ବାକ୍ୟ ଆଉ ଯୀଶୁଙ୍କ ସାକ୍ଷ୍ୟ ନିମନ୍ତେ ଅନେକ ଲୋକ ଆଜି ମାର୍ଟିଡ ହେଇଯାଇଛନ୍ତି ଅନେକ ଲୋକ ଆଜି ବଳିଦାନ ହେଇଯାଇଛନ୍ତି ମୋ ପ୍ରିୟ ମାନେ ଆଉ ସେଥିପାଇଁ ଆଜି ଆମେ ଆଜି ପରିତ୍ରାଣ ପାଇଛୁ ଥମା ଯଦି ଭାରତକୁ ଆସିନଥାନ୍ତେ ତେବେ ସୁସମାଚାର ଭାରତକୁ ଆସିପାରିନଥାନ୍ତା ଆଉ ଆମେମାନେ ମଧ୍ୟ ଆଜି ପରିତ୍ରାଣ ପାଇପାରିନଥାନ୍ତେ କିନ୍ତୁ ପ୍ରଭୁଙ୍କର ଧନ୍ୟବାଦ ହଉ ଥମାକୁ ପ୍ରଭୁ ଭାରତକୁ ପଠାଇଲେ ଆଜି ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ଗ୍ରାମେ ଗ୍ରାମେ ନଗରେ ନଗରେ ଯାଇ ସୁସମାଚାର ପ୍ରଚାର କରୁଛନ୍ତି ମାଡ ଖାଉଛନ୍ତି ପଥର ମାଡ ଖାଉଛନ୍ତି କଣ ପାଇଁ ମୋ ପ୍ରିୟ ମାନେ ଯେ ପ୍ରକାର ଲୋକମାନେ ନରକକୁ ନ ଯାଇ ସ୍ୱର୍ଗକୁ ଯିବେ ଯେ ପ୍ରକାର ପରିତ୍ରାଣ ପାଇବେ ସେଥିପାଇଁ ଲୋକମାନେ ନିଜର ଜୀବନ ସୁଦ୍ଧା ଦେଇ ଦଉଛନ୍ତି ସୁସମାଚାର ପ୍ରଚାର କରିବା ପାଇଁ
ତେବେ ଆମେ ମଧ୍ୟ ସାହସିକ ହେବା ମତରେ ମାନେ ଅନ୍ୟକୁ ରକ୍ଷା କରିବା, ନିଜେ ବଞ୍ଚିବା, ଅନ୍ୟକୁ ବଞ୍ଚେଇବା। ନିଜେ ଆମେ ନରକରୁ ରକ୍ଷା ପାଇଛୁ, ଅନ୍ୟକୁ ମଧ୍ୟ ରକ୍ଷା କରିବା, ଆଉ ସେ କାର୍ଯ୍ୟରେ ଆମେ ଲାଗି ପଡିବା, କାରଣ ଯୀଶୁଙ୍କର ଆଗମନ ବହୁତ ସନ୍ନିକଟ ମୋ ପ୍ରିୟମାନେ। ଆଉ ଆମେ ଯେତେବେଳେ ଆତ୍ମା ଲାଭ କରିବା, ବାଇବେଲ ଲେଖାଯାଏ ଜ୍ଞାନୀ ଆତ୍ମା ଲାଭ କରେ। ତ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦେଇଅଛନ୍ତି ସତ୍ୟମୟକୁ ଜାଣିବା ନିମନ୍ତେ, ବା ସତ ଜ୍ଞାନ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆଉ ସେଥିପାଇଁ ଆମମାନେ ଅନ୍ୟକୁ ମଧ୍ୟ ଉଦ୍ଧାର କରିବା କାର୍ଯ୍ୟରେ, ସୁସମାଚାର ପ୍ରଚାର କାର୍ଯ୍ୟରେ ଆମମାନେ ଲାଗିବା ମୋ ପ୍ରିୟମାନେ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ପୁରସ୍କାର ଦେବେ। ତେବେ ଆଗକୁ ଆମେ ପଢି ସମାପ୍ତ କରିବା। 12 ପଦରେ ଲେଖାଯାଏ ଏଠାରେ ଅର୍ଥାତ ଏହିପରି ସମୟରେ ସାଧୁ ମାନଙ୍କର ଅର୍ଥାତ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ। ତେବେ ଏ ପ୍ରକାର ମହାକ୍ଲେଶର ସମୟରେ ଯୋଉ ସାଧୁମାନେ ଥିବେ, ବା ଯୋଉମାନେ ଲେଖାଯାଏ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ତେବେ ସେ 3 ଜଣ ଉଡି ଉଡି ପ୍ରଚାର କରିବେ, 3ଟା ଦୂତ। ଆଉ ସେମାନଙ୍କର ସୁସମାଚାରକୁ ଯୋଉମାନେ ଗ୍ରହଣ କରନ୍ତି, ବା ସେମାନଙ୍କର ସୁସମାଚାରକୁ ଯୋଉମାନେ ବିଶ୍ୱାସ କରନ୍ତି ଆଉ ତାଙ୍କର ଆଜ୍ଞା ପାଳନ କରନ୍ତି, ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ। ହାଲେଲୁୟା। ମୋ ପ୍ରିୟମାନେ, ଏମିତି ପରିସ୍ଥିତିରେ ଅନେକ ଲୋକ ଧୈର୍ଯ୍ୟ ହରା ହେଇଯିବେ, ଅନେକ ଲୋକର ପ୍ରଭୁଙ୍କ ଉପରେ ବିଶ୍ୱାସ ଉଠିଯିବ। ସେଥିପାଇଁ ଲେଖାଯାଏ ମାନେ ଯଦି ସମୟ ପଡେ, ତେବେ ଦରକାର ମନୋନୀତ ଲୋକେ ସୁଦ୍ଧା ସେମାନେ ଭ୍ରାନ୍ତ ହେବେ ବୋଲି ଲେଖାଯାଏ। ସେପରି କାର୍ଯ୍ୟ ସେ ଭଣ୍ଡଖ୍ରୀଷ୍ଟ କରିବ। କିନ୍ତୁ ସେଇ ସମୟରେ ସାଧୁ ମାନଙ୍କର ଧୈର୍ଯ୍ୟର ଆବଶ୍ୟକତା ରହିଛି। ତାପରେ 13 ପଦରେ ଲେଖାଯାଏ, ପୁଣି ମୁଁ ସ୍ୱର୍ଗର ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି। ମୋର ପ୍ରିୟ ମାନେ, ସେଇ ସମୟରେ ଯୋଉ ସାଧୁ ମାନେ ଥିବେ ସେଇ ମହାକ୍ଲେଶର ସମୟରେ, ଆଉ ସେମାନେ ପ୍ରଭୁଙ୍କ ଠାରେ ଥାଇ ସେତେବେଳେ ମରିବେ, ଶୈତାନର ଚିହ୍ନ ଗ୍ରହଣ କରିବେ ନାହିଁ, ସେ ପଶୁର ପ୍ରତିମାକୁ ପ୍ରଣାମ କରିବେ ନାହିଁ, ପଶୁକୁ ପ୍ରଣାମ କରିବେ ନାହିଁ, ତାର ଚିହ୍ନକୁ ଆପଣା କପାଳରେ କି ହସ୍ତରେ ସେମାନେ ନେବେ ନାହିଁ। କିନ୍ତୁ ସେମାନେ ପ୍ରଭୁଙ୍କ ଠାରେ ଥାଇ ମରିବେ, ସେମାନେ ଧନ୍ୟ। ହାଲେଲୁୟା। ସେ କ୍ଲେଶର ସମୟରେ ଯୋଉମାନେ ପ୍ରଭୁଙ୍କ ନିମନ୍ତେ ନିଜର ଜୀବନ ଦେବେ, ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି। କିଏ କହୁଛନ୍ତି? ଆତ୍ମା କହୁଅଛନ୍ତି, ପବିତ୍ର ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ। ହାଲେଲୁୟା। ଆମେ ଏଠି 2ଟି ଦଳର ଲୋକକୁ ଦେଖିପାରୁଛୁ। ଗୋଟିଏ ଦଳର ଲୋକ ଯୋଉମାନେ କି ପଶୁର ପ୍ରତିମାକୁ ପ୍ରଣାମ କରିବେ, ପଶୁର ଚିହ୍ନ ଗ୍ରହଣ କରିବେ, ପଶୁକୁ ପ୍ରଣାମ କରିବେ। ସେମାନଙ୍କର ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ, ଆଉ ସେମାନଙ୍କର ବିଶ୍ରାମ ନାହିଁ ବୋଲି ଲେଖାଯାଏ। କିନ୍ତୁ ଆଉ ଗୋଟେ ଦଳର ଲୋକକୁ ଆମେ ଦେଖୁଛୁ, ଯୋଉମାନେ କି ପ୍ରଭୁଙ୍କ ଠାରେ ଥାଇ ମରିବେ, ପଶୁରକୁ ପ୍ରଣାମ କରିବେ ନାହିଁ, ପଶୁର ପ୍ରତିମାକୁ ସେମାନେ ପ୍ରଣାମ କରିବେ ନାହିଁ, ପଶୁର ଚିହ୍ନ ଆପଣା କପାଳରେ କି ହସ୍ତରେ ଗ୍ରହଣ କରିବେ ନାହିଁ। ସେମାନେ ଲେଖାଯାଏ ଆପଣା ସମସ୍ତ ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ। ହାଲେଲୁୟା। ସେମାନେ ପ୍ରଭୁଙ୍କ ଠାରେ ଥାଇ ସେମାନେ ବଳିଦାନ ହେବେ, ମରିବେ ସତ କଥା, କିନ୍ତୁ ସେମାନେ ଅନନ୍ତ କାଳ ସ୍ଥାୟୀ ବିଶ୍ରାମ ସେମାନେ ପ୍ରାପ୍ତ ହେବେ। ପ୍ରଭୁଙ୍କର ଗୌରବ ହେବ। ହାଲେଲୁୟା। କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ତେବେ ମୋ ପ୍ରିୟ ମାନେ, ଆଜି ଆମେ ଦେଖିଗଲୁ ଏ 3 ଜଣ ଦୂତ ସେଇ ସମୟରେ କଣ କରୁଛନ୍ତି ନା ପ୍ରଚାର କରୁଛନ୍ତି। ଆଉ କଣ ପ୍ରଥମ ଦୂତ କଣ ପ୍ରଚାର କରୁଛନ୍ତି? ଅନନ୍ତ କାଳ ସ୍ଥାୟୀ ସେ ସୁସମାଚାର ସେ ଘୋଷଣା କରୁଅଛନ୍ତି। ସେ ଅନନ୍ତ କାଳ ସ୍ଥାୟୀର ସୁସମାଚାର 3ଟା ପଏଣ୍ଟ ମୁଁ କହିଲି। ଫାର୍ଷ୍ଟ ହଉଛି ଈଶ୍ୱରଙ୍କୁ ଭୟ କର, ପାପରୁ ପୃଥକ ହୁଅ ବୋଲି ସେ ଘୋଷଣା କରିବେ। 2 ନମ୍ବର ପଏଣ୍ଟ ହଉଛି ପଶୁକୁ ଗୌରବ ଦିଅ ନାହିଁ, ତାର ପ୍ରତିମାକୁ ଗୌରବ ଦିଅ ନାହିଁ, କିନ୍ତୁ ଈଶ୍ୱରଙ୍କୁ ଗୌରବ ଦିଅ ବୋଲି 2 ନମ୍ବର ପଏଣ୍ଟ ସେ ପ୍ରଚାର କରିବେ। 3 ନମ୍ବର ପଏଣ୍ଟ ହଉଛି ପଶୁର ପ୍ରତିମାକୁ ପ୍ରଣାମ କର ନାହିଁ, କିନ୍ତୁ ଈଶ୍ୱରଙ୍କୁ ପ୍ରଣାମ କର ବୋଲି 3 ନମ୍ବର ପଏଣ୍ଟ ପ୍ରଚାର କରିବେ। ତେବେ ଏଇ 3ଟା ପଏଣ୍ଟ ହଉଛି ଭେରି ଇମ୍ପୋର୍ଟାଣ୍ଟ। ଆଜି ମଧ୍ୟ ଏଇ 3ଟା ପଏଣ୍ଟ ଆମେ ପ୍ରଚାର କରିବା ଦରକାର। ଆଉ ଏଇ 3ଟା ପଏଣ୍ଟ ହଉଛି ଅନନ୍ତ କାଳ ସ୍ଥାୟୀ ସୁସମାଚାରରେ ଏଇ 3ଟା ପଏଣ୍ଟ ରହିଅଛି ମୋ ପ୍ରିୟ ମାନେ। ତାପରେ 2 ନମ୍ବର ଦୂତ ସେ ଉଡି ଉଡି କଣ କହୁଛି, ଯେ ଯେଉଁମାନେ ଈଶ୍ୱରଙ୍କୁ ଭୟ କରିବେ ନାହିଁ, ଈଶ୍ୱରଙ୍କୁ ଗୌରବ ଦେବେ ନାହିଁ, ଈଶ୍ୱରଙ୍କୁ ପ୍ରଣାମ କରିବେ ନାହିଁ, କିନ୍ତୁ ପଶୁକୁ ଗୌରବ ଦେବେ, ପଶୁକୁ ପ୍ରଣାମ କରିବେ, ତା ଚିହ୍ନ ଗ୍ରହଣ କରିବେ, ସେମାନଙ୍କ ଉପରେ ବହୁତ ଶୀଘ୍ର ଈଶ୍ୱରଙ୍କ କ୍ରୋଧ ଢଳାଯିବ ବୋଲି 2 ନମ୍ବର ଦୂତ କହୁଛନ୍ତି। ସମଗ୍ର ପୃଥିବୀର ଲୋକମାନେ ଯୋଉମାନେ କି ସମସ୍ତଙ୍କ ଉପରେ, ଯୋଉମାନେ କି ଈଶ୍ୱରଙ୍କୁ ଭୟ କରିବେ ନାହିଁ, ଈଶ୍ୱରଙ୍କୁ ଗୌରବ ଦେବେ ନାହିଁ, ଈଶ୍ୱରଙ୍କୁ ପ୍ରଣାମ କରିବେ ନାହିଁ, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ଢଳାଯିବ। ତାପରେ 3 ନମ୍ବର ଦୂତ ଉଡି ଉଡି ପ୍ରଚାର କରୁଛନ୍ତି କଣ ନା, ଯେଉଁମାନେ ପଶୁର ପ୍ରତିମାକୁ ପ୍ରଣାମ କରିବେ, ତାର ଚିହ୍ନ ଆପଣା ହସ୍ତରେ କପାଳରେ ନେବେ, ପୁଣି ପଶୁକୁ ପ୍ରଣାମ କରିବେ, ସେମାନେ ଅଗ୍ନି ଆଉ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ସେମାନେ ସ୍ଥାନ ପାଇବେ, ଆଉ ତା ଯାହାକି ଦ୍ୱିତୀୟ ମୃତ୍ୟୁ, ଆଉ ସେମାନଙ୍କର ଯନ୍ତ୍ରଣା ଯୁଗେ ଯୁଗେ ଉଠୁଥିବ। କିନ୍ତୁ ଆଉ ଗୋଟେ ଦଳର ଲୋକ ଯୋଉମାନେ କି ଅନନ୍ତ କାଳ ବିଶ୍ରାମ ପାଇବେ, ଯୋଉମାନେ
ସେମାନେ ବଳିଦାନ ହେଇଯିବେ, ସେମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିବେ। ସେଇ ସମୟରେ ସେମାନେ ସୁସମାଚାରକୁ ଗ୍ରହଣ କରିବେ, ଈଶ୍ୱରଙ୍କ ବାକ୍ୟ ପାଳନ କରିବେ, ଆଉ ଯୀଶୁଙ୍କର ସାକ୍ଷ୍ୟ ନିମନ୍ତେ ସେମାନେ ନିଜର ପ୍ରାଣ ଦେବେ, ବଳିଦାନ ହେଇଯିବେ, ଆଉ ସେମାନେ ଅନନ୍ତ କାଳ ପର୍ଯ୍ୟନ୍ତ ସେମାନେ ବିଶ୍ରାମ ପ୍ରାପ୍ତ ହେବେ। ହାଲେଲୁୟା। ପ୍ରଭୁ ମହିମା ପାଆନ୍ତୁ। ଆଉ ଆପଣ ମାନେ ଯେତେ ଜଣ ଧୈର୍ଯ୍ୟର ସହିତ ଏ ବାକ୍ୟକୁ ଶୁଣିଛନ୍ତି, ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ଅନୁସାରେ ଆମେ ନିଜକୁ ଗଠନ କରିବା, ଏ ବାକ୍ୟ ଆମ ଜୀବନରେ ଲାଗୁ କରିବା। ନିଜେ ଆମେ ଶିଖିଗଲୁ, ଅନ୍ୟକୁ ମଧ୍ୟ ଆମେ ଏ ବାକ୍ୟ ଶିକ୍ଷା ଦେବା, ଅନ୍ୟକୁ ଉତ୍ସାହ ଚେତନା ପରାମର୍ଶ ଦେବା, ଆଉ ଆମେ ଅନ୍ୟର ଆଶୀର୍ବାଦର କାରଣ ମଧ୍ୟ ଆମେ ହେବା। ତେବେ ଆସନ୍ତୁ ଆମେ ଏ ବାକ୍ୟ ଅନୁସାରେ ଆମେ ଶେଷ ପ୍ରାର୍ଥନା କରିବା ଓ ଆମେ ବିଦାୟ ନେବା। କାଲି ମଧ୍ୟ ଠିକ 8ଟା 9ଟା ସମୟରେ ରହିବ। ଆଉ କାଲିକୁ କଣ ଟପିକ ରହିବ ନା ଆମର ଦ୍ୱିତୀୟ ମୁଦ୍ରା ସରିଯାଇଛି, ତେବେ ତୃତୀୟ ମୁଦ୍ରା ଆରମ୍ଭ ହେବ। ତେବେ ତୃତୀୟ ମୁଦ୍ରା ଆରମ୍ଭ ହେବ, ଆଉ କାଲିକୁ ଆପଣ ସମସ୍ତେ ଯୋଗ ଦିଅନ୍ତୁ। କାଲି ଠାରୁ ପୁରା ଟିକେ ସହଜ ରହିବ। ଏ ଦ୍ୱିତୀୟ ମୁଦ୍ରା ହିଁ ଟିକେ କଷ୍ଟ ଥିଲା। ଆପଣ ମାନେ ଆକୁ ବୁଝିବାକୁ ହେଲେ ମୋର ୟୁଟ୍ୟୁବ ଭିଡିଓରେ ଆପଣ ମାନେ ଦେଖିପାରିବେ। ଆଉ ଏଇ ଆଜିର ଏଇ ବାକ୍ୟ ମଧ୍ୟ ମୁଁ ୟୁଟ୍ୟୁବରେ ଲୋଡ କରିଦେବି। ଆପଣ ମାନେ ବାରମ୍ବାର ଶୁଣନ୍ତୁ, ବାରମ୍ବାର ଶୁଣିବା ଦ୍ୱାରା ଅଧିକ ବୁଝିପାରିବେ। ହାଲେଲୁୟା। କାରଣ ବାଇବେଲ ଲେଖାଯାଏ, ଶୁଣା ଯାଇଥିବା ବାକ୍ୟ ପ୍ରତି ଆହୁରି ଅଧିକ ମନୋଯୋଗୀ ହେବା, ତହିଁରେ ଗୁପ୍ତ ଅଦୃଶ୍ୟ ମହତ୍ ଦୁଷ୍କର ବିଷୟ ମାନେ ଆମେ ଦେଖିପାରିବା। ଆସନ୍ତୁ ଏତେବେଳେ ଆମେ ପ୍ରାର୍ଥନା କରିଯିବା। ଥ୍ୟାଙ୍କ ୟୁ ଜିସସ୍, ହାଲେଲୁୟା।